କରିଛି ସେହି କେବଳ ଜାଣେ। ହେଲେ ସବୁ ସର୍ବ ପରେ ଯେତେବେଳେ ସଫଳତା ଆସେ ଏଭଳି ଏକ ସମାବେଶ ହୋଇଥାଏ। ଆମ ଗୁରୁମାନଙ୍କୁ ଆମେ ପାଖରେ ପାଇଯାଉ ଏବଂ ସାଥୀମାନଙ୍କୁ ବିଦ୍ୟାଳୟ ପରିସର ଭିତରେ ଏକାଠି ସେ ଆନନ୍ଦକୁ ଭାଷାରେ ପ୍ରକାଶ କରିବା ମୋ ପାଇଁ କଷ୍ଟ। ମୋର ଅଭିଜ୍ଞତା କରିବା ପୂର୍ବରୁ ଏତିକି ନିଶ୍ଚୟ କହିବି ଯେ ମୁଁ ବୋଧେ ଆମ ବ୍ୟାଚର ଏକମାତ୍ର ପିଲା ଯେ ସେନାର ବିଭାଗରେ ଯୋଗ ଦେଇ ଏଠି ଉପସ୍ଥିତ ଅଛି। ଯଦି ବା ଆମ ବ୍ୟାଚରେ ମୋ ପଛରେ ଆମ ସହପାଠୀ ସଚିନ୍ଦ୍ର କୁମାର ନାୟକ ସେନା ବିଭାଗରେ କାମ କରିଛନ୍ତି, ହେଲେ ସେ ଆଜି ଆମ ସହିତ ଯୋଗ ଦେଇପାରିନାହିଁ। ତେବେ ମୋ ଜୀବନର ସେନା ବିଭାଗରେ କଟିଥିବା ଦିନଗୁଡ଼ିକ ମୋ ପାଇଁ ଅତି ସ୍ମରଣୀୟ। 1998 ମସିହାରେ ସ୍କୁଲ ସରିବା ପରେ ହାଟସାଇ ମହାବିଦ୍ୟାଳୟ +2 2001 ମାର୍ଚ୍ଚ ମାସ ସରିବା ପରେ ମୁଁ ଅକ୍ଟୋବର 2001ରେ ସେନାରେ ଜଏନ୍ କରିଥିଲି। ଅଧିକ ପାଠ ପଢ଼ିବା ପାଇଁ ହେଲେ ଇଚ୍ଛା ଥିଲା, ବିଦ୍ରୋହ ବିଧାନ ତ ଅଲଗା ଥିଲା। ମୋତେ ସେନା ବିଭାଗର ଡାକରା ଆସିଲା ଅବସରପ୍ରାପ୍ତ ସେନା ଅଧିକାରୀ। 2001 ମସିହାରେ ମୁଁ ସେନା ବିଭାଗରେ ଯୋଗ ଦେଲି। ସେବେଠାରୁ ଆରମ୍ଭ ହେଲା ମୋର କର୍ମମୟ ଜୀବନ। ସେନାର ଜୀବନ ଅତି କଠିନ କହିଲେ ଭୁଲ ହେବ ନାହିଁ, ହେଲେ ଦେଶ ସେବା ଆଗରେ ସେ କଠିନ କାମକୁ ଆମେ ଚଳାଚଳ ପାଣି ପିଇ ଯାଉଥିଲେ। ଏକମାତ୍ର ଲକ୍ଷ୍ୟ ଦେଶ ମାତୃତାର ସୁରକ୍ଷା, ଭାରତ ମାତାର କର୍ତ୍ତବ୍ୟ। ଏଥିରେ କୌଣସି ପ୍ରକାର ବୁଝାମଣାକୁ ଆମେ ସୁଯୋଗ ଦେଇ ନଥାଉ। ତ୍ରିରଙ୍ଗାର ଟେକ୍ ଆଗରେ ସବୁକିଛି। ସେହି ସେବାରେ ମୁଁ 24 ବର୍ଷ କାମ କରି ଗୁରୁଙ୍କର ଆଶୀର୍ବାଦ ଓ ମୋର ଶୁଭେଚ୍ଛା ମାନଙ୍କର ସଦିଚ୍ଛାକୁ ବାଧାଏ କରି ମୁଁ ମୋର ଦାୟିତ୍ୱ ସମାଧାନ କଲି ଏବଂ ଏହି ବର୍ଷ ଅକ୍ଟୋବର ମାସ ଅର୍ଥାତ୍ ଏହି ଅଳ୍ପ ଦିନ ମଧ୍ୟରେ ସେନାରୁ ଅବସର ନେଇଛି। ହେଲେ ମୁଁ ଆଜି ବି ଦେଶ ସେବାରୁ ନିବୃତ୍ତ ହୋଇନାହିଁ କି ଦେଶ ହଟିନି। ଆଜି ବି ମୁଁ ସେଇଠି ଅଛି, ସେଇ ଭାବନାର ଅଛି। ତେବେ ସେନାର ଅବସର ପରେ ଅନେକ କାମର ସୁଯୋଗ ଥିଲେ ବି କିଏ ଯାଏ ନିର୍ଦ୍ଦିଷ୍ଟ ଭାବରେ କାର୍ଯ୍ୟ ପୁରା ନିର୍ଦ୍ଧାରଣ କରିନାହିଁ। ଏହିଥିଲା ମୋର ବିଗତ ଜୀବନର ଅନୁଭୂତି। ସମସ୍ତଙ୍କ ଆଉଥରେ ଧନ୍ୟବାଦ ଏବଂ ଗୁରୁଙ୍କର ପାଦ ତଳେ ପ୍ରମାଣ କରି ମୋର ବକ୍ତବ୍ୟକୁ ବିରାମ ନେଉଛି। ଜୟ ହିନ୍ଦ, ଜୟ ଭାରତ। आज सभी को मेरा सादर नमस्कार। आज हम सब यहाँ विद्यालय के सुंदर समारोह के एकत्रित हुए। यह दिन हमारे लिए बहुत ही विशेष है, क्योंकि यह केवल एक कार्यक्रम नहीं है, बल्कि हमारी यादों, मेहनत और सपनों का उत्सव है। विद्यालय यह पवित्र स्थान है जहाँ केवल किताबों का ज्ञान ही नहीं, बल्कि अनुशासन, संस्कार और जीवन जीने की सही दिशा मिलती है। हमारे शिक्षक दीपक की तरह हमें अज्ञान के अंधकार से ज्ञान के प्रकाश की ओर ले जाते हैं। आज का यह समारोह हमें याद दिलाता है कि हम सब एक परिवार की तरह हैं। ये बिताए गए पल, मित्रों के मुस्कान, शिक्षकों का मार्गदर्शन हमेशा हमारा दिल में रहेगा। अंत में अपने सभी शिक्षकों को उनके प्रेम और परिश्रम के लिए धन्यवाद देता हूं और अपने मित्रों को चाहता हूं कि हम जहां भी जाए अपने विद्यालय का नाम रोशन करें और हम सब जिंदगी में खुशी में रहे और कुछ और मैं जब पढ़ाई ख़त्म किया तब मैंने सोचा कि कोई सर्विस नहीं करूँगा, इसीलिए मैंने सोचा कि बिजनेस में स्टार्ट करूँगा। बहुत मेहनत किया ग्रेजुएशन के बाद और इतना कड़ी मेहनत और सच्चाई के साथ किया। आज भगवान और गुरु जी के यही मांगता हूँ कि मैं जो सच्चाई के साथ खड़ा हूँ, मेरी अंतरात्मा जिस सच्चाई के साथ खड़ी है, वो सच्चाई जब तक जिंदा हूँ तब तक ये सच्चाई के साथ मैं खड़ा रहे। यही मैं गुरु जी से आशीर्वाद भी क्या करता हूँ। नमस्कार। निजे चाकरी को पछरे न गोड़े अन्य मानक चाकरी जोगेवा संगे संगे निजे गोटे प्रतिष्ठित आम राज्यर राजधानी भुवनेश्वर रे प्रतिष्ठित हो पाई।
ଖାଲି ଏକୁଟିଆ ନୁହେଁ, ତାର ସାନ ଭାଇକୁ ମଧ୍ୟ ସେଇ ରାସ୍ତାରେ ଅନୁପ୍ରାଣିତ କରିଛି। ଯେଉଁ ପିଲା ସେଇ 1998 ମସିହାରେ କ୍ଲାସରେ ପ୍ରଥମ ହେଉଥିଲା, ପ୍ରଥମ କ୍ଲାସରେ ସେଇ ସୁଯୋଗକୁ ବା ସେଇ କଥାକୁ ସେ ବଜେଇ ରଖିଛି। ଜୀବନରେ ସଂଗ୍ରାମ କରିକି ପଢ଼ିକି ବର୍ତ୍ତମାନ ସବୁଥିରେ ସେ ସବୁଥିରେ ପ୍ରଥମ ହେଇ ଚାଲିଛି। ଭଗବାନକୁ ପ୍ରାର୍ଥନା କରୁଛି ତାର ଉତ୍ତରୋତ୍ତର ଉନ୍ନତି ହଉ, ତାର ପିଲାମାନଙ୍କର ମଧ୍ୟ ଉତ୍ତରୋତ୍ତର ଉନ୍ନତି ହଉ, ଭବିଷ୍ୟତ ଉଜ୍ଜଳ କାମନା କରି ଆମେ ଆମ ସ୍କୁଲ ତରଫରୁ ତାକୁ ବହୁତ ବହୁତ ଅଶେଷ ଅଶେଷ ଆଶୀର୍ବାଦ ଦେଉଛୁ। ସାର୍ ଆଉ ଗୋଟେ କଥା କହିବି, ଗାଁରୁ କମ୍ପ୍ଲିଟ୍ କଲା ପରେ ଷଷ୍ଠ କ୍ଲାସ୍ ଆସିକି ପଢ଼ିଲି। ନିରଞ୍ଜନ ସାର୍ ମୋତେ ଟ୍ୟୁସନ୍ କରାଉଥିଲେ। ସେତେବେଳେ ଆମ ଘର ପରିସ୍ଥିତି ଏମିତି ଥିଲା କି ମୋ ବାପା ସେତେବେଳେ 10 ଟଙ୍କା 20 ଟଙ୍କା ତାଙ୍କ ମନ୍ଥଲି ଫିସ୍ ଦେଉଥିଲେ। 2 ବର୍ଷ ପାଠ ପଢ଼ି ସାରିବା ପରେ ଯେତେବେଳେ ଅଷ୍ଟମ କ୍ଲାସ୍ରେ ଆସିକି ପଢ଼ିଲି, ମିଟ୍ ସାର୍ ରାଜ ସାର୍ଙ୍କ କତିରେ ମୁଁ ଟ୍ୟୁସନ୍ କରୁଥିଲି। ଯେତେବେଳେ କି ମନ୍ଥଲି ପଇସା ବାପା ପେ କରୁଥିଲେ 10 ଟଙ୍କା 20 ଟଙ୍କା, ସେତେବେଳେ ସାର୍ମାନଙ୍କ ଫିସ୍ କ'ଣ ଥିଲା ମୁଁ ବି ଜାଣିନି। ଆଉ ସେ କଥା ବି ଆଜି ଆଦାସ କରି ଯେତେବେଳେ ବି ପ୍ରତ୍ୟେକ ଦିନ ମନେ ପଡ଼େ ସେଇ କଥା ସବୁ ସମୟରେ, ଯେ ବାପା କେମିତି ଆଣି 20 ଟଙ୍କା 10 ଟଙ୍କା ଟ୍ୟୁସନ୍ ଫି। ଆଉ ସେତେବେଳେ ବି ସାର୍ ଏତେ ଆଦର ସହିତ ଗ୍ରହଣ କରୁଥିଲେ ସେ 20 ଟଙ୍କା 10 ଟଙ୍କାକୁ, ଯେ ଇଏ ଯେତେବେଳେ ବି ଏ କଥା ମୋର ମନେ ପଡ଼େ ମୋ ଆଖିରେ ଲୁହ ଭରି ଆସେ। ଯେ ତାଙ୍କର ଆଜି ଯାହା ବି ଆଶୀର୍ବାଦ ବଳରେ ମୁଁ ଯେଉଁଠି ଛିଡ଼ା ହେଇଛି, ସେଥିପାଇଁ ସାର୍ମାନଙ୍କ କତିରୁ ଆଶୀର୍ବାଦ ବଚନ କରୁଛି ଯେ ମୁଁ କେବେ ମିଥ୍ୟାଚାରୀ ନ ହୁଏ, ଆଉ କାହାକୁ ଜୀବନରେ ଧୋକା ନ ଦିଏ, କି ମୋ ଦ୍ୱାରା କିନ୍ତୁ ଭଗବାନଙ୍କ ମୋ ଏତିକି କରୁଣା କରେ ମୋ ଦ୍ୱାରା କିଛି ଭୁଲ ସେମିତି ନ ହୁଏ। ଆଉ ଏଇ ଜିନିଷଟା ମୋର ଶେଷ ପର୍ଯ୍ୟନ୍ତ ମନେ ରହୁଛି ଯେ ସାର୍ମାନେ ଏତେ ସାହାଯ୍ୟ କରିଥିଲେ, ଯାହାଫଳରେ ଆଜି ମୁଁ ବହୁତ ଉପରେ ବସିଛି। ଆଉ ମୁଁ ବସିବି ରୁହେ। ଆଉ ଯେଉଁ ସାହାଯ୍ୟ ସାର୍ମାନେ ମୋତେ 10 ଟଙ୍କା 20 ଟଙ୍କା ନେଇକି ଟ୍ୟୁସନ୍ କରାଇଥିଲେ, ଅଧେ ବେଳେ ପଇସା ବି ନିଅନ୍ତିନି ମିଟ୍ ସାର୍। ଆଉ କେତେ ବି ସାର୍ ଦିନରେ ମୋତେ ପଢ଼େଇଛନ୍ତି, ମୋତେ କହିନାହାନ୍ତି ଯେ ଗଲେ ତୋ ଟ୍ୟୁସନ୍ ପଇସା ଦିଆ ହେଇନି, ତୋ ବାବା କହିବୁ ଟ୍ୟୁସନ୍ ପଇସା ଦେଇକି ଯିବି। ସେତେବେଳର କଥା ଏବେ ବି ମନେ ପଡ଼ିଲେ ମୁଁ ବସୁଥିଲେ ଆଖିରୁ ଲୁହ ବୋହି ଆସେ। ସେଇ ଭକ୍ତି ଭାବ ଶେଷ ପର୍ଯ୍ୟନ୍ତ ରହୁ। ଆଉ ସାଙ୍ଗସାଥୀଙ୍କୁ ବି ଅନୁରୋଧ କରୁଛି, କିଏ ବି କୋଉ ପଥରେ ସୁପଥରେ ଥାଇପାରନ୍ତି, ସମସ୍ତେ ତ ମୋ ପାଇଁ ସୁପଥଗାମୀ। ଯଦି ବି କେହି କୋଉ ପଥରେ ଅଛ, 40 ବର୍ଷ ଅତିକ୍ରମ କରିଗଲେଣି, ଆଉ ତ ଆମର ଶିକ୍ଷକମାନଙ୍କ ସଂସ୍ପର୍ଶରେ ସବୁବେଳେ ରହି ଆମେ ତାଙ୍କ ମାର୍ଗଦର୍ଶନରେ ଯାଇପାରିବା ନାହିଁ। ଯେତେବେଳେ ସମୟ ମିଳୁଛି ମୋ ତରଫରୁ ମୁଁ ଅନୁରୋଧ କରୁଛି, ହୁଏତ ସମସ୍ତେ ମୋତେ ଅନ୍ତରରେ ଭଲ ପାଉଥିବେ, ସମୟ ଯଦି ମିଳୁଛି ଦିନକୁ 1 ଘଣ୍ଟା 1/2 ଘଣ୍ଟା ଟିକେ ଟିକେ ରାମାୟଣ ପଢ଼ନ୍ତୁ, ଜୀବନ ବଦଳିଯିବ। ଆପଣଙ୍କ ତରଫରୁ କେବେ ଭୁଲ ହେବନି, ଆପଣଙ୍କ ଦୁନିଆ ସଲାମ କରିବ। ଆଉ ଆପଣ ସମସ୍ତଙ୍କ ପାଇଁ ପ୍ରେରଣାର ସ୍ରୋତ ହେବେ। ଆପଣ ଚେଷ୍ଟା କରି ଦେଖନ୍ତୁ, ଯେ ଆମ ସାଙ୍ଗରେ ପଢ଼ୁଥିବା ଗୋଟେ ସାଙ୍ଗ ଆମକୁ କହିଥିଲା, କିଛି ଦିନ ପରେ ଆପଣ ନିଜେ ଅନୁଭବ କଥାଟା ଆପଣଙ୍କ ଜୀବନରେ ପ୍ରସ୍ଫୁଟିତ ହେବ। ସମସ୍ତଙ୍କୁ ମୋର ଏତିକି କହି ମୋର ବକ୍ତବ୍ୟ ଶେଷ କରୁଛି। ଦ୍ୱାରା ଆମର ଛାତ୍ର ଆୟୁଷ୍ମାନ ବୋଲେ କି ନାହିଁ, କ'ଣ ସେ ନ କହିଲା, ହ୍ୟାଲୋ ଜ୍ଞାନେନ୍ଦ୍ର ପରିଡ଼ା କ'ଣ କରିବା ଭାଇମାନଙ୍କୁ ମଧ୍ୟ କହିଲା। ଏବଂ ଦୁଃଖ କଷ୍ଟ ସହିକିରି ସେ କେମିତି ଆଜି ଜଣେ ପ୍ରତିଷ୍ଠିତ ମଣିଷ ହେଇପାରିଛି, ତାହା ଯାହା ବର୍ଣ୍ଣନା କଲା, ଏଇଟା ଆମ ଆଖିରେ ବି ଲୁହ ଚାଲି ଆସୁଛି। ବରଣ୍ୟ ଗୁରୁଜୀ ମଣ୍ଡଳୀ ଏବଂ 98 ବ୍ୟାଚ୍ର ସମସ୍ତ ସାଥୀଗଣ, ଆଜି ଏହି 98 ବ୍ୟାଚ୍ ଗୁରୁପୂଜନ ଓ ବନ୍ଧୁ ମିଳନ କାର୍ଯ୍ୟକ୍ରମରେ ମୋତେ କିଛି କହିବାର ସୁଯୋଗ ମିଳିଥିବାରୁ ମୁଁ ନିଜକୁ ଧନ୍ୟ ମନେ କରୁଛି। ଆମେମାନେ ଆଜି ଆମ ବିଦ୍ୟାଳୟ ପ୍ରାଙ୍ଗଣରେ ଯେଉଁ ବନ୍ଧୁ ମିଳନ କାର୍ଯ୍ୟକ୍ରମ କରୁଛୁ, ମୋତେ ବହୁତ ଖୁସି ଲାଗୁଛି, ଯାହାକୁ ଭାଷାରେ ବର୍ଣ୍ଣନା କରିହେବନି। ଦୀର୍ଘ 27 ବର୍ଷର ବ୍ୟବଧାନ ପରେ ସମସ୍ତେ କେତେ ଉତ୍ଥାନ ପ୍ରତ୍ଥାନ ଦେଇ
ନିଜ ନିଜ କର୍ମ କରି ଚାଲିଛନ୍ତି। ସେହି କର୍ମମୟ ଜୀବନରୁ କିଛି ବିରାମ ଦେଇ ଆଜି ଏଠି ଆମେ ଏକତ୍ରିତ ହୋଇ ବନ୍ଧୁ ମିଳନ କାର୍ଯ୍ୟକ୍ରମ କରୁଛୁ। ଆମର ଏହି 98 ବ୍ୟାଚ୍ ବହୁତ ଲକି ବ୍ୟାଚ୍ ଆମ ଟିକିବି ହାଇସ୍କୁଲ ପାଇଁ। ଆମ ଗୁରୁଜୀମାନେ ନିଜର ବହୁ ଅପେକ୍ଷାର ଅନ୍ତ ଘଟିଥିଲା। ଗୁରୁଜୀମାନେ ସେମାନଙ୍କର ପାରିଶ୍ରମିକ ପାଇପାରିଥିଲେ। ସାର୍ମାନେ ଖୁସି ମଧ୍ୟ ଆମର ଏହି ମଠରେ ପିଲାମାନଙ୍କ ପାଇଁ ଭୋଜିର ଆୟୋଜନ କରିଥିଲେ। ଆମେ ପଢ଼ିଲା ବେଳେ ଚାଳ ଛପର ମାଟି ଘରେ ବସୁଥିଲୁ, କିନ୍ତୁ ଆଜି ସମୟ ବଦଳି ଯାଇଛି। ଆଜିର ପିଲାମାନେ ସ୍ମାର୍ଟ କ୍ଲାସରୁମ୍ରେ ବସୁଛନ୍ତି। ସମୟ ସିନା ବୟସକୁ ଆମଠାରୁ ଛଡ଼ାଇ ନେଇଛି, କିନ୍ତୁ ଆମ ଭିତରେ ଥିବା ସମ୍ପର୍କକୁ କିଛି ବି କରିପାରି ନାହିଁ। ଆହୁରି ଗୋଟେ କଥା ମଧ୍ୟ କହିବି, ଆମେ ଯଦି କୌଣସି ଜବ୍ ପାଇଁ ଟ୍ରାଏ କରୁଛୁ, କିନ୍ତୁ ଆମ ସାର୍ମାନେ ପିଲାମାନଙ୍କ ସ୍ନେହ ମମତାରେ ଏମିତି ବାନ୍ଧି ହୋଇଯାଇଥିଲେ ଯେ ଅନ୍ୟ କେଉଁଠିକି ଚାକିରି କରିବା ପାଇଁ ଯାଇନଥିଲେ କି ସେ କଥା ମଧ୍ୟ ଭାବିନଥିଲେ। ସାର୍ମାନଙ୍କୁ ହୃଦୟରୁ ଯେତେ ଧନ୍ୟବାଦ ଦେଲେ ମଧ୍ୟ ତାହା ବହୁତ ଗୁଣ ହେବ। ଧନ୍ୟବାଦ। ଛାତ୍ର ଅନୁଭୂତି ଏବଂ କଥା ସ୍ୱଳ୍ପରେ ମଧ୍ୟ ବ୍ୟାଖ୍ୟା କରିଗଲା। ଆଉ କିଏ କହିବା ପାଇଁ ଚାହୁଁଛନ୍ତି? ଦେବୀ ପ୍ରଶ୍ନ ଦାସ। ମୁଁ ତ ଲୁଚି ଯାଉଛି ଏଠି। ମୁଁ ତ ସେମିତି କିଛି ପ୍ରିପେୟାର ହେଇକି ଆସିନଥିଲି କି ମୁଁ କୌଣସି ପ୍ରକାର ମାନେ ଡିବେଟ୍ କିମ୍ବା କୌଣସି ସ୍ପିଚ୍ ଦେବି ବୋଲି। ହେଲେ ବି ମୁଁ ମୋର ଟିଚର୍ମାନଙ୍କର ଯେତେ ହେଲ୍ପ ହେଇଛି ସେତେବେଳେ ମୁଁ ତାକୁ ନିଶ୍ଚିତ ଭାବରେ ବର୍ଣ୍ଣନା କରିବି। କି ପର୍ଟିକୁଲାରଲି ରାଜ ସାର୍ଙ୍କର ଇଂଲିଶ ଟିଚିଂ କଥା କହିବି। ତାଙ୍କର ପଢ଼ାର ସେ ଯେଉଁ ପ୍ରୋସିଜିଓର ଥିଲା, ଯେତେବେଳେ ଟେନ୍ସ ପଢ଼ାନ୍ତି ନା, ଫାଷ୍ଟ ଅଫ୍ ଅଲ୍ ଟେନ୍ସରେ ଓଡ଼ିଆ ସେଣ୍ଟେନ୍ସରୁ ଚେଞ୍ଜ କରୁଛନ୍ତି। କିନ୍ତୁ ସେ ଭାବନ୍ତି ବୋଧେ ପିଲା ଯେତେବେଳେ ଓଡ଼ିଆର ଟେନ୍ସ ବୁଝିବ ଦେନ୍ ଇଂଲିଶର ଟେନ୍ସ ସେ ବୁଝିପାରିବ। ମୋର +2 +3 ତାପରେ ଯାହା ବି ମୋତେ ଇଂଲିଶ କେବେ ବି କରିବା ପାଇଁ ମାନେ ଇଂଲିଶ ଟ୍ୟୁସନ୍ କେବେ ହେଇନି। ଆଉ ରହିଲା ମୁଁ ଯେତେବେଳେ ବର୍ତ୍ତମାନ ଯେଉଁ ମୁଁ ଅଛି କମିଶନରଙ୍କ କୋର୍ଟରେ ତାଙ୍କର ଡାଟା ପ୍ରୋଗ୍ରାମର ଅଛି, ତ ମୁଁ ଯାହା ବି ଡ୍ରାଫ୍ଟ ବନାଏ ସାର୍ ୱାର୍ଡିଂ କେବଳ ଚେଞ୍ଜ କରନ୍ତି, କିନ୍ତୁ ମୋ ଗ୍ରାମାର କେବେ ବି ଚେକ୍ କରନ୍ତି। ତାଙ୍କର ଏତେ କନଫିଡେନ୍ସ ମୋ ଉପରେ, ମୁଁ ଯାହା ବି ଡ୍ରାଫ୍ଟ ବନେଇକି ଦିଏ ସେ କେବଳ ୱାର୍ଡିଂ ଖାଲି ଦେଖନ୍ତି। ମୋ ଗ୍ରାମାର ଉପରେ ଟିକେ ବି କୌଣସି ଦିନ କେବେ ବି ଲାଇନ୍ ବି କରିନାହାନ୍ତି କି ଏହାର ଗ୍ରାମାର କେବେ ଭଲ ଥିବ କି କ'ଣ। ଆଉ ସେଥିପାଇଁ ବହୁତ ବହୁତ ଧନ୍ୟବାଦ। ଆଉ ମୋର ହ୍ୟାଣ୍ଡ ରାଇଟିଂ ବହୁତ ଖରାପ ଥିଲା, ବହୁତ ହିଁ ଖରାପ ଥିଲା। ଆଉ ମୋତେ ମିଟ୍ ସାର୍ 10th ପର୍ଯ୍ୟନ୍ତ ବି କହିଛନ୍ତି କି ତୁ ହ୍ୟାଣ୍ଡ ରାଇଟିଂ ଲେଖେ। ସାର୍ ମୁଁ ଆଜି ପର୍ଯ୍ୟନ୍ତ ମୋ ହ୍ୟାଣ୍ଡ ରାଇଟିଂ ବାଗେଇ ପାରିଲିନି, ଏବେ ବି ଖରାପ। ବଟ୍ ମୋ ଟାଇପିଂ ସ୍ପିଡ୍ ଭଲ, କିନ୍ତୁ ମୋ ହ୍ୟାଣ୍ଡ ରାଇଟିଂ ବିଲକୁଲ ଭଲ ନୁହଁ। କ'ଣ ସବୁ ବର୍ଣ୍ଣନା କରନ୍ତି, ସେତେବେଳେ ମୁଁ ସ୍ୱପ୍ନ ଦେଖିକି ନାହିଁ ମୋତେ ସାଇଣ୍ଟିଷ୍ଟ ହେବାର ଅଛି। ଗୋଟେ ଇମାଜିନାରୀ ୱାର୍ଲଡରେ ମଣିଷ ଥାଏ, ସମସ୍ତେ ଥିବେ, ସବୁ ପିଲାମାନେ ସମସ୍ତେ ଥିବେ କି ଯେତେବେଳେ ଚାहे ଜୀବ ବିଜ୍ଞାନ ବିଷୟରେ ପଢ଼ା ହଉ ବା ମାନେ ସୌର ଜଗତ ବିଷୟରେ ପଢ଼ାଯାଉ, ସେତେବେଳେ ସମସ୍ତଙ୍କର ଅବଚେତନ ମନରେ ଗୋଟେ ଇମାଜିନାରୀ ୱାର୍ଲଡ କ୍ରିଏଟ୍ ହେଇଥାଏ କି କେମିତିଆ ଗ୍ରହ ହେଇଥିବ, କେମିତିଆ ଉପଗ୍ରହ ହେଇଥିବ। ସମସ୍ତେ କିଛି ନା କିଛି ସେହି ସମୟରେ ହିଁ ଭାବିଥାନ୍ତି କି କ'ଣ ହେବେ। ସମସ୍ତଙ୍କ ଭିତରେ ନିହାତି ଥିବ କି ମୁଁ ଗୋଟେ ସାଇଣ୍ଟିଷ୍ଟ ହେବି, ଗ୍ରହମାନଙ୍କ ଉପରେ ମୁଁ ବି ଭାବୁଥିଲି। ସେ ଭିତରେ ସେ ସମୟର ସେ ଯେଉଁ ଇମାଜିନେସନ୍, ସେ ଯେଉଁ କଳ୍ପନାର ଦୁନିଆଟା ଥିଲା, ସେ ଏବେ ଆଉ ନାହିଁ। ଏବେ ଆମେ ଏତେ ମ୍ୟାଚୁର୍ଡ ହେଇଯାଇଛନ୍ତି, ଦିନ ନିଜ ବିଷୟରେ ଆଉ ଚିନ୍ତା କରୁନାହୁଁ। ଛୁଆଙ୍କ ବିଷୟରେ ଚିନ୍ତା କର, କେମିତି କ'ଣ କରିବ କାମ ଚିନ୍ତା କର, କେମିତି ରୋଷେଇ କରିବ, କେମିତି ଦୌଡ଼ିବ, ସେଇ ସବୁ ବିଷୟରେ। କିନ୍ତୁ ସେ ଯେଉଁ ମାନେ ଟାଇମ୍ଟା ଥିଲା ସେଇଟା ବହୁତ ପ୍ରେସିୟସ୍ ଥିଲା। ତାକୁ କରିବାଟା ବହୁତ ଲେଟ୍ ହେଇଗଲା, ବହୁତ ହିଁ ଲେଟ୍ ହେଇଗଲା। ଏଇଟା ଆମର ଆଗରୁ କରିବାର ଥିଲା। ଆଉ ସାର୍ ସେଥିପାଇଁ ବହୁତ ବହୁତ ଧନ୍ୟବାଦ। ଆଉ ସାର୍ ସାଂସ୍କ୍ରିଟ ମୋର ବିଲକୁଲ ହେଇନି, ମୁଁ ସେଥିପାଇଁ ବହୁତ ମାଡ଼ ଖାଇ ସାର୍ଙ୍କ ପାଖରୁ। ଏବେ ବି ମୋତେ ସେ ୱାର୍ଡ, ସେ ଯେଉଁ ବାଳକ ମୋତେ ଏବେ ବି ମନେ ନାହିଁ। ଆଉ ସେତେବେଳେ ବହୁତ କଷ୍ଟରେ ସାର୍ ମୁଁ ତାକୁ ମନେ ରଖେ। ଆଉ ଯେତେବେଳେ ମୁଁ ଆପଣଙ୍କ ପାଖରେ ସେ ଯେଉଁ ଟ୍ୟୁସନ୍ ହେଉଥିଲା ମାଡ଼ ଖାଏ, କେମିତି କେଜାଣି 80 ଉପରେ ମାର୍କ ରହିଗଲା। ଭାରି ମାନେ ଟେଷ୍ଟ ଏକ୍ଜାମ୍ ପରେ ସେଇଟା ସେଇ ଯେଉଁ 2 ମାସ 3 ମାସ ମୁଁ ବହୁତ ମାନେ ସାର୍ ବି ମୋ ପାଇଁ ବହୁତ ପରିଶ୍ରମ କରୁଛନ୍ତି କେମିତି ସାଂସ୍କ୍ରିଟ ରଖିଛି, ପାସ୍ କରିଯାଉ। Elders, good afternoon.
shaping a bright future. For him, teachers are the bright light of our life. He always appreciates his teachers for being so hardworking, and even today he says everything. And I must say he himself is a hardworking and caring person. And I want to, on his behalf, I feel honored to speak all this. I want to thank all his teachers for teaching and guiding him always. Thank you. ଉଣେଇଶହ 98 ମସିହା ବ୍ୟାଚ୍ର ଗୁରୁ ପୂଜନ ଓ ବନ୍ଧୁ ମିଳନ ଉତ୍ସବରେ ମଞ୍ଚାସୀନ ସଭାପତି ମହୋଦୟ ଏବଂ ମଞ୍ଚରେ ଉପସ୍ଥିତ ଥିବା ଗୁରୁଜନ ଏବଂ 98 ବ୍ୟାଚ୍ର ଯେଉଁ ଛାତ୍ରଛାତ୍ରୀ ବୃନ୍ଦ ଏବଂ ମୋର ପୂଜ୍ୟା ଯେଉଁ ପରିଚାଳନା କମିଟିର ଗୁରୁଜନମାନେ ଆଜି ଏକ ସୌଭାଗ୍ୟର ଦିନ, ଯେଉଁଦିନ କି ସମସ୍ତଙ୍କ ଭାଗ୍ୟରେ ଥିଲେ ମିଳେ। ସର୍ବପ୍ରଥମ ମୁଁ ଯେତେବେଳେ ସ୍କୁଲକୁ ଆସିଲି ଯେ ଦେଖିଲି ପିଲାମାନେ ସାର୍ମାନେ ଆମର ବାବା ବିଷ୍ଣୁ ସାର୍ ନିକଟକୁ ଯାଇଛନ୍ତି। ଯାହା ହଉ ସେ ବିଷ୍ଣୁ ସାର୍ ଦୟା ବିଭିନ୍ନ ଘାତ ପ୍ରତିଘାତ ମଧ୍ୟରେ ସ୍କୁଲକୁ ସେ ଆଡ଼ୁଆଳ ରଖିଥିଲେ, ଯାହାକି ଆଜି ଆମେ ଏହି ଅବସରରେ এই ଷ୍ଟେଜ୍ରେ ଆଜି ପହଞ୍ଚି ପାରିଛନ୍ତି। କିନ୍ତୁ ସେ ସବୁବେଳେ ଆମ ଆଗପଟେ ରହି ସବୁ କାର୍ଯ୍ୟକୁ ଧୀର ସ୍ଥିର ମାଇଣ୍ଡରେ ସମସ୍ତଙ୍କୁ ସତ୍ଜ୍ଞାନ ଦେଇ ଆସୁଛନ୍ତି। କିଏ ବାଙ୍ଗାଲୋର ରହୁଛି, କିଏ ହାଇଦ୍ରାବାଦ ରହୁଛି, କିଏ କାଲକାଟା ରହୁଛି, ବହୁଆଡ଼େ ବହୁତ ପିଲାମାନେ ତାଙ୍କ କର୍ମମୟ ଜୀବନକୁ ନେଇ ଆଦର ରହିଛନ୍ତି। କିନ୍ତୁ ଏତେ ବଡ଼ ଖୁସିର ଦିନ ସେମାନେ ଆଜକୁ କିଛି ଦିନ ହେଲା ସେମାନଙ୍କ ମଧ୍ୟରେ ଯୋଗାଯୋଗ କରି ସେମାନଙ୍କ ସହିତ ସମ୍ପର୍କ ରଖି କେତେଜଣ ପିଲା ଆଗ୍ରହ ସହକାରେ ଆଜି ଏଇ 98 ବ୍ୟାଚ୍ ଯୋଜନା କରିବା ପାଇଁ ସେ ପ୍ରାଣପଣ ଚେଷ୍ଟା କରି ଆଜି ସଫଳ ହୋଇଛନ୍ତି। ତେଣୁ ମୁଁ ଏ ସ୍କୁଲର ଛାତ୍ର, ମୁଁ ମଧ୍ୟ ଏଇ 1998 ବ୍ୟାଚ୍ ଆମ ପିଲାମାନେ ବି ଦିନେ ଭାବି ନାହାନ୍ତି ଯେ ଆମେ ଏ ବ୍ୟାଚ୍ରେ ଯୋଗଦାନ କରିବା, ସେ ସ୍ୱପ୍ନ ବି ଦିନେ ଦେଖିନାହାନ୍ତି। କିନ୍ତୁ ଏ ପିଲାମାନେ ତାଙ୍କ କର୍ମ ଜୀବନକୁ ପଦାରେ ପକାଇ ଏ ହାବଳଘଣ୍ଡ ବିକେପି ହାଇସ୍କୁଲରେ ଆଜି ଯେଉଁ ଉଦ୍ୟମ କରି ଆଜି ଯେଉଁ ପିଲାମାନେ ଆସି ସମୟ ଦେଇଛନ୍ତି, ମୁଁ ଏ କମିଟିର ସଭାପତି ତରଫରୁ ସେମାନଙ୍କୁ ଆନ୍ତରିକ ଶୁଭେଚ୍ଛା ଜ୍ଞାପନ କରୁଛି। ସେମାନଙ୍କ କର୍ମମୟ ଜୀବନ ସେମାନଙ୍କୁ ଉତ୍ତରୋତ୍ତର ଉନ୍ନତି କରୁ, ଏତିକି କହି ମୋର ବକ୍ତବ୍ୟ ସେ କିଛି ଭାଷଣ ରଖିଲେ, ଏ ହୃଦୟସ୍ପର୍ଶୀ ମଧ୍ୟ। ଏବେ ମୁଁ ଆମର ପଣ୍ଡିତ ସାର୍ ଦିବାକର ସାର୍ଙ୍କୁ ଅନୁରୋଧ କରୁଛି ସେ କିଛି ବକ୍ତବ୍ୟ ରଖିବେ। ନିତ୍ୟାୟ ପରମାତ୍ମନେ ବଳଭଦ୍ର ସୁଭଦ୍ରାଭ୍ୟା ଜଗନ୍ନାଥାୟତେ ନମଃ ଜଗନ୍ନାଥାୟତେ ନମଃ। ଆଜି ଏକ ଶୁଭ ମୁହୂର୍ତ୍ତ, କାରଣ ଯେଉଁ ସମୟରେ ଗୁରୁ ଆଉ ଶିଷ୍ୟଙ୍କର 1998 ବ୍ୟାଚ୍ର ସଦୟ ଛାତ୍ରଛାତ୍ରୀ ଆଜି ପର୍ଯ୍ୟନ୍ତ ସେମାନେ ଗୁରୁଜୀମାନଙ୍କୁ ମନରେ ରଖିଛନ୍ତି, ତା କଥା ସେ କଥା ଶୁଣିଲା ପରେ ମୋ ମନ ଅତି କୁଣ୍ଢମଟ ହେଇଗଲା, ଆନନ୍ଦରେ ଖୁସି ହେଇଗଲି। ଯାହାଫଳରେ ଯେଉଁ ଛୋଟ ଛୋଟ ପିଲାଙ୍କୁ ମୁଁ ଦେଖିଥିଲି ଏ ସ୍କୁଲର ଉଦ୍ୟାନରେ ଶିକ୍ଷକମାନେ ମାଳି ସ୍ୱରୂପ ଯେଉଁ ଗଛ ଗୁଡ଼ିକୁ ଆମେ ରୋପଣ କରିଥିଲୁ, ସିଏ ଗୋଟେ ମହାଦ୍ରୁମରେ ପରିଣତ ହେଇଛି, ଯେ କି ସେ ବୃକ୍ଷକୁ ଆମ ଚିହ୍ନିବା ଭାରି କଷ୍ଟ ହେଉଛି। ମୁଁ
କୌଣସି ପ୍ରକାର ପ୍ରାୟ ଅଧେ ପିଲାଙ୍କୁ ମୁଁ ଚିହ୍ନି ପାରିଲି ନାହିଁ। ସେମାନେ କିନ୍ତୁ ଆମକୁ ମନେ ରଖିଛନ୍ତି, ଆମକୁ ଚିହ୍ନିଛନ୍ତି ଠିକ୍। ଟିକେ ଆଗରୁ ସେ ପିଲାଟି ଆମକୁ କହିଗଲା ଯେ କି ସାର୍ ମାନଙ୍କର କିଭଳି ଭାବରେ ସାର୍ ଆମକୁ ସବୁ ପାଠ ପଢ଼ଉଥିଲେ। ସର୍ବପ୍ରଥମେ ଆମ ସ୍କୁଲର ସୃଷ୍ଟିକର୍ତ୍ତା ଯାହା ନାମରେ ସ୍କୁଲ ବିଦ୍ୟାଳୟ ସ୍ଥାପିତ ହୋଇଛି, ସେଇ ବିଷ୍ଣୁ ଋଷିଙ୍କ ପାଦ ତଳେ ଜଗତର ନାଥ ଜଗନ୍ନାଥଙ୍କ ପାଦ ତଳେ କୋଟି ପ୍ରଣାମ ଜଣାଇ ଆଜିକାର ସଭାର ସଭାପତି ମହୋଦୟ ଏବଂ ମୋର ସହକର୍ମୀ ବନ୍ଧୁ ଏବଂ ଶିକ୍ଷକ ବନ୍ଧୁଗଣ ଏବଂ ଶିକ୍ଷାକର୍ମୀ ସମ୍ମୁଖରେ ଉପଗତ ହୋଇଥିବା ଲୌହ ଲୁହ ଢାଳି ଏ ବିଦ୍ୟାଳୟକୁ ଯେଉଁମାନେ ଆଗେଇ ନେଇଥିଲେ, ସେଇ ଆମ ସ୍କୁଲ କମିଟିର ବରିଷ୍ଠ ପୂଜ୍ୟ ସଦସ୍ୟ ଶ୍ରୀଯୁକ୍ତ ଗିରିଶ ଦାସ ମହୋଦୟ, ବାସୁଦେବ ବିଶ୍ୱାଳ ମହୋଦୟ ଏବଂ ବୋରେଲି ମଧ୍ୟ ଉପସ୍ଥିତ ଅଛନ୍ତି। ଆମ ପୂର୍ଣ୍ଣାଙ୍ଗ ହେଇନଥିଲା, ସେ ବହୁ କଷ୍ଟରେ ଆମେ ଶିକ୍ଷାଦାନ କରୁଥିଲୁ। ଅସଳି ଯଦି ବର୍ଷା ହେଇଯିବ ଆଉ ଘରକୁ ଯାଇପାରୁନା, କାରଣ ହାବଳଗଣ୍ଡ ପାଖରୁ ଦେଉଳତରା ପର୍ଯ୍ୟନ୍ତ ଆଣ୍ଠିଏ କାଦୁଅ। ତେଣୁ ରାତିରେ ଅନାହାର ବା ଅର୍ଦ୍ଧାହାର ସେଇଭଳି ଶୋଇଯାଉ। ସେତେବେଳେ ତ ପଇସା ମିଳୁନଥିଲା। 10 ବର୍ଷ ରାମଚନ୍ଦ୍ର 14 ବର୍ଷ ବନବାସ ଗଲା ପରେ ଆମେ ସ୍କୁଲରେ ଶିକ୍ଷକତା କଲା ପରେ 10 ବର୍ଷ ଅନାହାର ରହିଛୁ। କାରଣ ସେତେବେଳେ ସଂସାର ସାରା ଅଭାବ ନଥିଲା। ଖଣ୍ଡେ ସଙ୍ଗା ସାଇକେଲ ଧରିକି ଆମେ ଆସିଥିଲୁ। ମୁଁ କ୍ଲାସରେ ପଢ଼ୁଥିଲି, ଯେତେବେଳେ ଦେଖିବି 3ଟା 4ଟା 3ଟା ସାଢ଼େ 3ଟା ସମୟରେ ବର୍ଷା ଆସିଲା ଆକାଶରେ, ମୁଁ ଆମ ପ୍ରଧାନ ଶିକ୍ଷକଙ୍କୁ ନିବେଦନ କରେ, ସାର୍ ଆଉ ଘରକୁ ଯାଇପାରିଲେ ମୋତେ ଛୁଟି ଦିଅନ୍ତୁ, ମୁଁ ପଳେଇଯାଏ। ପିଲାଙ୍କୁ କହିଲେ କାଲି ପାଠ ପଢ଼େଇବି। ଯିବା ସମୟରେ ବାଟରେ ମଧ୍ୟ ବର୍ଷା ଥାଏ ଏବଂ ତିନ୍ତିରେ ବହୁତ କଷ୍ଟ ସହିଛି। ଯାହା ହଉ ସେଇ କଷ୍ଟର ଫଳ ଆଜି ମିଳିଛି। ଜଣେ ଶିକ୍ଷକର ତ ସଫଳତା ଆମେ ଆଖି ଆଗରେ ଦେଖୁଛୁ। ଜଣେ ଶିକ୍ଷକର ସଫଳତା ହେଉଛି ତାର ଛାତ୍ରମାନେ ଯେତେବେଳେ ତାର ଗୁରୁଜୀ ଠାରୁ ଆଉ ଉର୍ଦ୍ଧ୍ୱକୁ ଟିକେ ଚାଲି ଯାଇଥିବ, ଉପରକୁ ଚାଲି ଯାଇଥିବ, ତାହେଲେ ଆମର ଛାତ୍ରମାନେ ବହୁ ଉଚ୍ଚ ପଦପଦବୀରେ ସବୁ କଲେକ୍ଟର ପଦକୁ ଯାଇସାରିଲେଣି, ଯିଏକି ଜିଲ୍ଲାର ସର୍ବଶ୍ରେଷ୍ଠ କଲେକ୍ଟର ପଦବୀ ନେଇସାରିଲେଣି। ଆହୁରି କେତେ ପଦବୀ ନେବେ ତାର ଠିକ ନାହିଁ। ସେମାନଙ୍କ ଉପରେ ଆମମାନଙ୍କର ଅଶେଷ ଆଶୀର୍ବାଦ ଅଛି। ସେ ନିଶ୍ଚିତ ଆଗକୁ ନିଶ୍ଚିତ ଭାବରେ ବଢି ଚାଲିବେ। ତେଣୁ ଦୂରତ୍ୱପି ନ ଦୂରସ୍ଥ ଯୋଜସ୍ୟ ମନସି ସ୍ଥିତ ଯୋଜସ୍ୟ ହୃଦୟ ନାସ୍ତି ସମୀପସ୍ଥିତ ଦୂରଗ। ଯାହାକୁ ଯାହା ମନରେ ଯିଏ ଅଛି, ଯେତେ ଦୂରରେ ରହିଲେ ମଧ୍ୟ ସେ ମନ। ଏବଂ ଆମେ ମଧ୍ୟ ସବୁ ସମୟରେ ସେ ପିଲାମାନଙ୍କୁ ଆଶୀର୍ବାଦ କରୁଛୁ। ତାଙ୍କର ଜୀବନ ମଧୁମୟ ମଙ୍ଗଳ ସମସ୍ତଙ୍କର ଶୁଭକାମନା କରିଅଛୁ। ସମୟ ତ ଅତିବାହିତ ହେଇଗଲାଣି। ଗତକାଲି ଆମର ସଭାପତି ମହୋଦୟ, ଆମର ପ୍ରଧାନ ଶିକ୍ଷକ ରାଜ ସାର୍ ମୋତେ ଟିକେ କହିବାର ଅବହେଳନ କରିଥିଲେ। ଭାରି ମନ ଦୁଃଖ ଥିଲା। ଗତ ଯେଉଁ ଗଲା ଗତ ଯେଉଁ ବନ୍ଧୁମିଳନ ଉତ୍ସବ ଯାଇଥିଲା, ତେଣୁ ସେଇଥିପାଇଁ ମୁଁ ତାଙ୍କୁ ମଧ୍ୟ ଧନ୍ୟବାଦ ଦେଉଛି ଯେ ଆଜି ମୋତେ ଆଜ୍ଞା ଦେଲେ ମଧ୍ୟ। ତେଣୁ ସମୟ ଅତିବାହିତ ହେଇଗଲାଣି, ତେଣୁ ବକ୍ତବ୍ୟ ଏଇଟା ଚେଞ୍ଜ କରୁଛି। ଜୟ ଜଗନ୍ନାଥ। ପଡ଼ିଲେ ବହୁତ ବହୁତ ହୃଦୟକୁ ଦୁଃଖ ଲାଗେ, ଭାଙ୍ଗି ପଡ଼େ। এইভাবে কথা যেতবে যে কহিলা বেড়ে মন ভিতরে বহুত বহু চালি আসুଛି। ଏବେ ମୁଁ ମୋର କରୁଣାକର ସାର୍ଙ୍କୁ ଟିକେ ଅନୁରୋଧ କରୁଛି, ସେ କିଛି ସଂକ୍ଷେପରେ କହିବେ। ଯିଏ ବି ଏବେ ଯାହା ଆମେ କହିବା ଆଉ କୌଣସି ବୁତା
नदी कूल अवस्थित दुई शिक्षानुष्ठान गोटे हूँ अबलपाटना उच्च प्राथमिक विद्यालय सही अनुष्ठान रूप जन्म नहीं आउ एक शिक्षानुष्ठान जहाँकि उच्च विद्यालय से हूँ बीकेबी उच्च विद्यालय जहाँ जहाँ नाम नामित विष्णु गोसाई को मोर शतकोटी प्रणाम एवं मंचासीन अतिथि मानक आंतरिक श्रद्धा और सम्मान यही बीकेबी उच्च विद्यालय नंदीघोषार जे कि युव सारथी भाई संजय कुमार सांबल महोदय यही गोटे मास भितर बोधे हैट्रिक एटा हूँ तृतीय गोटे मास भितर ए प्रकार कार्यक्रम को से करार सुजोग पिला सहायता ए प्रकार जो कार्यक्रम को कृष्णकर हूँ बंधन गोटे जहाँकि परस्पर को भेटवार एटार सुजोग आमर सभापति महोदय गोटे कथा कहले जे संख्या पर जहाँ संख्या पर थाए भात सीझापी किसी समय लगे चाउल सीझिकी भात हाँपाई तेणु खाली एति कहबी वर्षे सत मानसावली कहीं न लभई सम्मान वृथा करें तेणु तुम मान जो गुण तुम मान जो गुण जो मधु निश्चित भाव में ये पार्टी को ये जिहा को मिठा देनी आनंद देनी ये हृदय को ये मन को ये बुद्धि विचार समस्त जिनस को छुई से भगवान के निकट में प्रार्थना कर तुम चलापथ कुसुमित हो आ गोटे कथा उचे थाई नम्र होता सतत महत जन केते ऊर्ध स्थित सूर्य चंद्र तारा समस्त नतबदन तेणु तुम मैंने केते केते जगह को जाइछ किए देश सेवा कर किए सामाजिक सोशल वर्कर ये एमती अनेक जो निजर कर्म संस्थान रे जेते आगे जाइछ तुमर यही नम्र भाव यही नम्र स्वभाव निश्चित भाव में आमको खुशी दौर आ गोटे कथा पारा गोटे छोटिया पक्षी सी गोटे वार्ता देछि देउलिया पारा उच्च देउल खोल करती घर निज लोक संगे संगन कर महतर आश्राधर तेणु आज ये जो महत लोक मान जो महत गुरु मान मंच रे बसबार सुजोग दे पूजा कर जो विधि व्यवस्था कर मो तरफ धन्यवाद आउ गोटे कथा कहबी छोटिया कथा जे समय नेबी ना समय को सम्मान देवी किंतु जो थे पिला मानकर गुरु शिष्य मानकर संपर्क दृढ़ीभूत हम बंधनटा बयस से कहले भगवान कृष्ण मु आज यही परिणति बयस वृद्धा मु चाहूँ तुमको टे देखा भगवान कृष्ण किंतु यहीटा बोध हुए समस्त मन को छुईब से कहले ठीक अच्छे सी आस पहुँची गले से कौन कले कहले ना तुम ये प्रकार रूप मुझे देखा चाहूना तुम्हें आउ गोटे रूप बदल आस धरी आस पहुँची गले बंशी धरी आस पहुँची गला कहले ना तुम ये जो बंशीटा धरीच मत मु भावुची तुम्हें आउ गोटे जो तुम जो मोर आउ कि ना तुम ए कह तो देख आम राहस समय से प्रकार झरणा लगे तुम आस उभय झुलवा जो आज जो गुरु पूजार जो कार्यक्रम गुरु के प्रति छात्र शिष्य मान भय थिला ना गुरु श्रद्धा कर वंचित करते ये कथा हूँ विज्ञान गोटे कथा परस्पर संयुक्त पात्र तरल पृष्ठ एक समतल रहे तेणु आज गुरु शिष्य माने गोटे स्थान खाइबा पाखु आरंभ प्रति जो श्रद्धा स्नेह भक्ति रखिंट एपाई आउ विशेष समय ने समस्ते बोधे मंचासीन अतिथि मारे ब्रेक रहे वक्तव्य रखापी माने समय को सम्मान जन ये मोर पानी को विश्राम दूँ ओम शांति बंधु मिलन जो पिला माने आज आसी से भितर टिके निश्चित भाव में परस्पर आदान हस खुशी भल मंद ये सब परिवार कार्यक्रम सब पछ मुहूर्त अच्छी तेणु आम जब सभाटी आगुरी टे सरवा से सुजोग पाइबे भितर टे आलाप आलोचना करने से समय
ସମୟ କାଟ କରିବା ପାଇଁ ପଡ଼ୁଛି। 1998 ମସିହା ଛାତ୍ରମାନଙ୍କ ଆନୁକୂଲ୍ୟରେ ବନ୍ଧୁ ମିଳନ ଏବଂ ଗୁରୁ ପୂଜନ ସଭାରେ ସଭାପତିତ୍ୱ କରୁଥିବା ସମ୍ମାନୀୟ ସଭାପତି ମହୋଦୟ, ମଞ୍ଚାସୀନ ସମସ୍ତ ସମ୍ମାନୀୟ ଶିକ୍ଷକବୃନ୍ଦ, ଉପସ୍ଥିତ ବିଦ୍ୟାଳୟର ପ୍ରତିଷ୍ଠାତା ସଦସ୍ୟ ଶ୍ରୀଯୁକ୍ତ ଗିରୀଶ ଚନ୍ଦ୍ର ଦାସ ମହୋଦୟ, ବାସୁଦେବ ବିଶ୍ୱାଳ ମହୋଦୟ, ସମ୍ମୁଖରେ ସମବେତ ବିଦ୍ୟାଳୟର ପୂର୍ବତନ ଛାତ୍ରଛାତ୍ରୀ, ସ୍ନେହାନିବଦ୍ଧ ଛାତ୍ରଛାତ୍ରୀ, ଆଜିର ଏହି ସମ୍ମିଳନୀ ବହୁତ ଆନନ୍ଦ ଦେଉଛି, କାରଣ ଦୀର୍ଘ 27 ବର୍ଷ ପରେ ଛାତ୍ରଛାତ୍ରୀମାନେ ତାଙ୍କ ପୁରୁଣା ପାଠଶାଳାକୁ ମନେ ପକାଇ ଏକତ୍ରିତ ହେବା ସଙ୍ଗେ ସଙ୍ଗେ ତାଙ୍କର ପୁରାତନ ଶିକ୍ଷକ ଏବଂ ଶିକ୍ଷା କର୍ମଚାରୀମାନଙ୍କୁ ଏକତ୍ରିତ କରିଛନ୍ତି। ସେଥିପାଇଁ ବହୁତ ଆନନ୍ଦ ଲାଗୁଛି। ଛାତ୍ର ଗୁରୁ ଏମାନଙ୍କର ସମ୍ପର୍କ ଏକ ଜ୍ଞାନ ଓ ସ୍ନେହ ସୂତ୍ରରେ ବନ୍ଧା। କେବଳ ପାଠପଢ଼ା ପାଇଁ ପାଠଶାଳା ସୀମିତ ନୁହେଁ, ଏହା ଏକ ଆମ ପରିବାର କହିଲେ ବି ଅତ୍ୟୁକ୍ତି ହେବ ନାହିଁ। ଆମର ଏ ସଂସାରକୁ ଆଣିକି ଏ ଆଲୋକ ଆମକୁ ଦେଖାଇଛନ୍ତି, ଆମର ଜ୍ଞାନର ଆଲୋକ ଭରି ଦେଇଛନ୍ତି। ମା, ଆମେ ଯଦି କୌଣସି ପରିସ୍ଥିତିରେ କେଉଁଠି ଦୂର ଜାଗାକୁ କେନ୍ଦ୍ରାପଡ଼ା, କଟକ, ଭୁବନେଶ୍ୱରରେ ଚାଲିଗଲୁ, ଯେ ପର୍ଯ୍ୟନ୍ତ ଆମେ ନ ଫେରିଛୁ ସେ ପର୍ଯ୍ୟନ୍ତ ପିଲାଟି ତରବର ହେଇକି ଚାଲିଗଲା, କିଛି ଖାଇନାହିଁ, ପେଟେ ବରଂ ଖାଇକି ଯାଇଥିବ, କ'ଣ ଖଣ୍ଡେ ପାଟିରେ ପୁରେଇ ଦେଇ ଚାଲିଗଲା। ପେଟେ ଖାଇଥିଲେ ବି ସେ କହିବ ମୋଟେ ଖାଇନାହିଁ। ଆସିବା ଟିକେ ବିଳମ୍ବ ହେଲେ ବାରମ୍ବାର ପଚାରୁଥିବ, ଆରେ ସେ ଆସିଲାଣି? ପିଲାମାନେ ଯେଉଁଟାକି ଆମ ପୁଅ ଝିଅ ନାତି ନାତୁଣୀ ହିସାବରେ, କିନ୍ତୁ ତାର ହାତ ଥରିଲାଣି, ଅଣ୍ଟା ନଇଲାଣି, ତା ଆଖିକି ଆଉ ଦିଶୁନାହିଁ। ପିଲାମାନଙ୍କ ଠାରୁ ଗାଳି ଖାଉ ପଛେ ସିଏ ବାରମ୍ବାର ପଚାରୁଥିବ, ମୋ ବାୟା ଫେରିଲାଣି? ଦ୍ୱିତୀୟ ଗୁରୁ ଆମର ଶିକ୍ଷକ। ଯେତେବେଳେ ଆମର ଜଣେ ଶିକ୍ଷକ କ୍ଲାସକୁ ଯାଏ, ସେ ନିଶ୍ଚିତମୟ ଗୁରୁ ମଙ୍ଗଳମୟ, ସେ ପିଲାମାନଙ୍କୁ କିଛି ଶିକ୍ଷା ଦେବାର ଉଦ୍ଦେଶ୍ୟ ଦେବାକୁ ଯାଆନ୍ତି। ଆମେ ସେ ଗୁରୁଙ୍କୁ ଯେଉଁ ଦୃଷ୍ଟିରେ ଦେଖିବା, ଗୁରୁ ଆମକୁ ସେଇ ରୂପରେ ଦେଖାଦେବେ। ତେଣୁ ଜଣେ ଗୁରୁ ତାଙ୍କ ଆଶ୍ରମରେ ପ୍ରାୟ 500ରୁ ଅଧିକ ଛାତ୍ର ଥିଲେ। ସେ 500ରୁ ଅଧିକ ଛାତ୍ରଙ୍କୁ ନେଇକରି ହିମାଳୟ ଭ୍ରମଣ କରିବାକୁ ବାହାରିଲେ। ବାହାରିବା ସମୟରେ ପିଲାମାନଙ୍କୁ ସମସ୍ତଙ୍କୁ ତାଙ୍କର ଉଦ୍ଦେଶ୍ୟ ହେଲା, ପିଲାମାନଙ୍କୁ ସମସ୍ତଙ୍କୁ କହିଲେ, ପିଲାମାନେ ଗଲାବେଳକୁ ସାଙ୍ଗରେ ଗୋଟେ ପଥର ନେଇଯିବ। ପିଲାମାନେ ଗୋଟେ ପଥର ବ୍ୟାଗରେ ପୁରେଇଲେ। କିଏ ପିଲା ପଥର ପୁରେଇଲା, କିଏ କ'ଣ ପୁରେଇଲା, ତାକୁ ତ 500 ପିଲା ଭିତରେ ଇନକ୍ୱାରି କରିହେବନି। କେତେ ଜଣ ପିଲା ଥିଲେ ତାର 3-4 ଗୋଡ଼ି ପୁରେଇକି ନେଇଗଲେ। ସାର୍ କହିଛନ୍ତି ଗୋଟେ କ'ଣ ପଥର ବୋଇକି ନେବା। ଗଲେ, ଭ୍ରମଣ ଚାଲିଲା। କିଛି ବାଟ ଗଲା ପରେ ଗୋଟେ ନଦୀ ପଡ଼ିଲା, ସେଠି ସେ ସ୍ନାନ କଲେ। ଗୁରୁଦେବ ପଚାରିଲେ, ଆରେ ପିଲାମାନେ ତମେ ତ ଭୋକ ଲାଗୁଥିବ? ହଁ, ଆମକୁ ଭୋକ ଲାଗୁଛି, ଆଉ ଏଠି ତ କିଛି ନାହିଁ ଖାଇବାକୁ। ତମେ ଗୋଟେ କାମ କର, ମୁଁ ତ ପଥର ଆଣିବାକୁ କହିଥିଲି। ସେ ପଥର ସବୁ ଆଣିଛ? ଆଜ୍ଞା ଆଣିଛୁ। ସେ ପଥରକୁ ସମସ୍ତେ ହାତରେ ଧରିକି ଛିଡ଼ା ହବ। ସେ ସବୁ କହୁଥିଲେ, ହାତରେ ଧରିକି ଛିଡ଼ା ହେଲେ। ସେ ଗୋଟେ କେକ୍ ବା ଛେନା ଆକାରରେ କରିଦେଲେ। ପିଲାମାନେ କ'ଣ କଲେ, ସେକୁ ଖାଇକି ତାକୁ କ୍ଷୁଧା ମେଣ୍ଟନ କଲେ। ଯେଉଁ ପିଲା ଗୁରୁଙ୍କ କଥାକୁ ଅମାନ୍ୟ କରିଥିଲେ, ସେମାନେ କ'ଣ କଲେ, ସାଇଜ ଆଣିଥିଲୁ ଏଡ଼ିକି ଏଡ଼ିକି ଆମ ପେଟ ପୁରୁନାହିଁ। ତେଣୁ ଆମେ ଗୁରୁଙ୍କୁ ଯେଉଁ ଦୃଷ୍ଟିରେ ଦେଖିବା, ଗୁରୁ ଆମକୁ ସେଇ ରୂପରେ ଦେଖାଦେବେ। ଆମେ ବି ପିଲାବେଳେ ଯେତେବେଳେ ଆମର ବାପା ମା ଗୁରୁଙ୍କ କଥା ଗଲା, ଆମେ ଯେତେବେଳେ ପିଲା ଥିଲା, ଆମ ପିଲାମାନଙ୍କୁ କୌଣସି ଗାଁକୁ ଗୋଟେ ବର ଆସିଲେ କି କେଉଁଠି ଗୋଟେ ନାଚ ଯାନିଯାତ୍ରାରେ ଦେଖିବାକୁ ନେଇଥିବୁ, ଜନଗହଳିରେ ପିଲାମାନେ ଦେଖିପାରନ୍ତି ନାହିଁ। ଆମେ ସେତେବେଳେ ଆମ କାନ୍ଦର ସେଇଟା ମୁଁ ଦେଖାଉ। ଆମର ତାର ପଛରେ ଗୋଟେ ମହତ୍ଵ ଉଦ୍ଦେଶ୍ୟ ଥାଏ। ଆମେ ଯେତିକିରେ ଅଛୁ, ଆମ ପିଲାମାନେ ଆଉ ଟିକେ ଉଚ୍ଚକୁ ଯାଇକି ଏ ଦୃଶ୍ୟକୁ ସେ ଉପଭୋଗ କରନ୍ତୁ। ତେଣୁ ମୁଁ ଆଉ ଏ ଅବସର ଅଧିକ କିଛି ନ କହିକି ସମୟ କମ୍, ପିଲାମାନେ ତାଙ୍କର ଭବିଷ୍ୟତ ପାଇଁ ମୁଁ ସେ ବାବା ବିଷ୍ଣୁ ଗୋସାଇଙ୍କ ପାଖରେ ମୋ ପରିବାରର, ଯେତେବେଳେ ମୋ ପରିବାର ସମ୍ବୋଧନ କରିଛି, ସେ ପରିବାରର ସମସ୍ତ ପୋଷଣାର୍ଥେ ବାବା ବିଷ୍ଣୁ
ବିଷ୍ଣୁଙ୍କ ସେଇ ନିକଟରେ ପ୍ରାର୍ଥନା କରି ମୁଁ ମୋର କର୍ତ୍ତବ୍ୟ ଶେଷ କରୁଛି। ରତିକାନ୍ତ ସାର୍ଙ୍କୁ ଟିକେ କିଛି କହିବାର ସଭାପତି ମହୋଦୟ, ସମ୍ମାନୀୟ ମଞ୍ଚାସୀନ ସମସ୍ତ ଗୁରୁ, ମଞ୍ଚ ଆଗରେ ଉପବେଶନ କରିଥିବା ବିଦ୍ୟାଳୟର ପରିଚାଳନା ପରିଷଦ, ଯେଉଁମାନଙ୍କ ହାତରେ ବିଦ୍ୟାଳୟଟି ପ୍ରଥମେ ସୁବୋଧ ଗଢ଼ି ଉଠିଥିଲା, ସେମାନଙ୍କୁ ମଧ୍ୟ ମୋର ପ୍ରଣାମ। ଅଶେଷ ଅଶେଷ ଧନ୍ୟବାଦ ଜଣାଇବି। ଦୀର୍ଘ 27 ବର୍ଷ ପରେ ଯେଉଁମାନେ ଆଜି ବନ୍ଧୁ ରୂପରେ ମିଳନ ହୋଇ ଏ ଗୁରୁ ପର୍ବ, ଗୁରୁ ଦିବସ, ବନ୍ଧୁ ମିଳନ ପର୍ବ ପାଳନ କରୁଛନ୍ତି, ଯେତେ ଧନ୍ୟବାଦ ଦେଲେ ବି କମ୍ ହେବ। ଏହି ପରିପ୍ରେକ୍ଷୀରେ ମୁଁ ବେଶୀ କହିବି ନାହିଁ। गुरु गोविंद गुण खाड़े काकू लागू पाए, बलिहारी गुरु अपने जिन्हें गोविंद दिए बताए। से क्या प्रणाम करियो? चिंतार पड़गला गुरु को यदि प्रणाम करे ताले भगवान रागिबे, भगवान को यदि प्रणाम करे ताले गुरु रागिबे। अरे मु तते एते शिक्षा देई एते कली तू शेषर मते अग्राह्य कर। यही समय भगवान अंतर्जामी अंतरर कथा बुझती, से शिष्यर अंतर कथा को बुझी कहते तते जे गोविंद देखई देछि, मु जहाँ तो पाखे आज आसी पहुँची तो तू जो मंत्र पाइलु, ज्ञान पाइलु, जहाँ फल मत आराधना कलु, नमस्कार कर। गुरु को नमणी बनर, गुरुटी ईश्वर समान, मुई बसई गुरु देहे मोबिनु गुरु आना नहीं। तेणु पिला माने मु गोटे गाँ गहली कथा कहबी, आमे जाना चेष्टा कर। केवल जितेबाला आगू बढ़े किए खुशी हमें, पिलाटी जो आगू बढ़े ता बापा माँ प्रथम खुशी हमें एवं ता गुरु से खुशी हमें जे आम पिला आज जड़े अफिसर जंगल रे हाथी बुलिले जेपरी राजार ना हुए, ठीक से पिलाटी जेते ऊपर जाए गुरु मन से आनंदित हुए। तेणु बंधु केते दूर चांद केते दूरे घूमी से संपर्क रही, जिते चांद उदय होती वहींपुर से ही प्रकृत बंधु। राजद्वार संस्थान दृष्टि सबंध, जी विपद आपद सब समय आम पाखे अच्छी, बिना निमंत्रण आम विपद आसी पहुंची पार्छ। ऐसे गुरु अस्य गुरु अनेक जो शिष्य पिता, वैसे गुरु कम है जो शिष्य संताप। दुनिया रे अनेक गुरु अच्छा, आजिकल गुरु संख्या बढ़ी बढ़ी शिष्यर संताप दुख को हरण करेंगे। तेणु किंतु आमर कर्तव्य, उद्धव 14 गुरु ग्रहण करते, 24 गुरु ग्रहण करते, जहाँ कतु आम किसी शिक्षा पाइचु ताकू गुरु बोली सम्मान करवा आमर कर्तव्य। पिंपुड़ी ठार आम शिखुचु, पिंपुड़ी ओजन जी तार 20 गुण ओजन से अधिक बोलता है। काम पाए सब काम लगी जाए, खाद्यर सन्धान मिलला सांग सांग ता भाई बंधु मान को डाकी काम लगी जाए। कर्म मोहर निज गुरु उद्धव केते तू पचारू, सब कथा बारे कर्म बारे। जदि आम ठीक ठीक कर्म करवा ताहले धर्म छाछा हम ईश्वर दर्शित मार्ग जदि आम कर्म करवा जीवन उन्नति करिपरिबा, गुरु मानकर उपदेश को साकार करिपरिबा। तेणु मु पिला मान निवेदन करी जीवन पथरे आमर जड़े तेणु कर्म निष्ठा रख। धन अर्जन धर्म करी धन धर्मे प्राप्त न रही, मनीष मारी रोजगार करी सठता कर रोजगार करी से ही धन को दान धर्म करवा धर्म हम केबे। तेणु
कर्मनिष्ठ हो कर्म आग को बढ़ा चेष्टा कर ईश्वर गुरुंर आशीर्वाद तो रही ईश्वर आशीर्वाद समय अतिक्रांत ये मोर वक्तव्य शेष। अध्यापन हूँ कर्म विद्यालय हूँ मंदिर शिशु आम देवता परिश्रम आम पूजा शिशु मान प्रगति एवं अभिभावक संतोष आम पोषा यही गुरु शिष्य मान लिप्ट को धरवा आम भाग्य कारण लिप्ट आम उपरकू गले हूँ तो लिप्टा तांत्रिक त्रुटि हूँ कौटी त्रुटि हो जाए तांत्रिक त्रुटि हो पाए आम हूँ न पहुँच पारती किंतु परिश्रम रूप पहाड़े आम निश्चित छात पर पहुँची पार बाणी सब वीणा भली हो बाण भली न हो नम्रता हो पिला आउ गोटे कथा कहबी आम गुरु पूजा कर प्रथम गुरु बापा माँ जी आम संसार को आनी आलोक देखते मरिया पूर्व आम मारिबा नहीं बापा माँ सेवा करवा आम जहाँ आम छाती पुण्य मटे जाऊ कामना करी आपणकर भविष्य उज्जवल हो शांति जीवन यापन करूँ पिला शिक्षा दे संस्कार करूँ यह जगन्नाथ पाखे मोर निवेदन। जय जगन्नाथ जय जगन्नाथ जय जगन्नाथ। प्रथम कारणटी हूँ अति खुशी बंधु मिलन हुए अति दुखर बंधु मिलन हुए मुझे गोटे कथा कहि जो बंधु मिलन गोटे उपाख्यान देवी से भक्त सुदामा आ भगवान कृष्णकर बंधु मिलन घटी जितेबाला कौन ना दुख समय बंधु मिलन घटी दुई जन संदीपनी आश्रम पाठ पढ़ी निज निज कौलिक वृत्ति को फेरी जाते जड़े द्वापर ना द्वारिकार अधीश्वर बा राजा आउ जड़े होते सुदामपुर गाँव भिक्षुक ब्राह्मण जे आकाश कहिया चिलिका माछ भली से हेवी डिफरेंस एते बड़ डिफरेंस भितर जो गरीबर तंत्रटा एते कष्ट जे से कष्टटा केवल सुदामा जानी केते कष्ट मोर राजा जन अधीश्वर अच्छा भगवान कृष्ण जहाँ सी होती द्वारिकार अधीश्वर कहले आमर विकास घटब नहीं आम संबल समृद्धि हम नहीं निश्चित कह कि गोटे बंधु तार बंधु पाखे आत्ममर्यादा को जलांजलि देवाई से चाहे ना बंधु को मागिले तो सब देदेव बंधु कहीं मुझे मागे अति कष्ट जो सुशीलांकर बारंबार कहवा सही न पारी बंधु पाखक खुद भजा नहीं बंधु देखिए बहुत खुशी हेले खुद भजा खाई किसी कहवा पूर्व से जितक दिन घर पाखे रहिले केवल खुशी 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 दिन कटाई देते किंतु भर गुप्त भाव विद्यापुर से गोटे ग्रोथ मान आडभांस विकास करुले जे कि घर को फेरीगले फिलिंग करना अनुभव कर द्वारिका जाइली द्वारिकार यह देखी मुझे भाव रही कि मन भर कष्ट फिलिंग न हुए से सदा बेले बंधु को खुशी करते बंधु फेरी आसी देखिले जार सब प्रकार विकास तेणु सी खुशी बहुत खुशी हेले आमर जीवन में 5टी गुरु आसती प्रथम गुरु माँ द्वितीय गुरु बाप तृतीय द्वितीय गुरु बाप तृतीय गुरु शिक्षा गुरु चतुर्थ कर्ण गुरु दीक्षा गुरु शेष कर्ण गुरु आसती किंतु जो तृतीय गुरु आसिले शिक्षा गुरु से 360 डिग्री समृद्धि वार्ता नहीं समाज को आसते सब मिले विकास समृद्धि विकास समृद्धि वृद्धि आ विकास गोटे शरीर गोटे पिलार वृद्धि आम तो बाबा विष्णु कृष्ण मोर कोटि कोटि प्रणाम एवं जो 3 जन शिक्षक आम दूरे ये लीला लाभ कर से होती सांसा दर्शनिशा विरसा मोर प्रति
मोर आदौ निद हेउनी कहले तो व्यतिक्रम कथा मु तो कहबी आप लिखिकी नियंतु एवं ये वार्ता समस्त को समाज रे दियंतु समस्ते ए कथा को सोइला बेले उच्चारण कले समस्ते निरोग रहबे एवं अत्यधिक निद मु या मध्य पालन करूछि भाबुछि ओम नमो हनुमन्ते रुद्र अवतारे सर्प शत्रु संहारणे सर्प रोग हराए सर्प वशीकरणे राम दूताया स्वाहा एपरि शैला समय 11 थर पढ़िबे ध्यान रे बसी आउ गोटे कथा कहितले आपण तो जानिचंती शिक्षक 1 रु 100 मु किंतु कहबी 100 रु 1 उल्टा सही समय गणिबे सकाले एपरि 1 बा 0 पंचत गणिबे तापर सोइबे निद मध्य निश्चित भल एपरि भावरे से मते बुझेई देले कहले मो गति के आसीबा को पड़िबो नै मेडिसिन खाओ भल हो निश्चित तापरे आउ गोटे कथा भूली आइछि जे कि मोर प्रिय संगठन ओस्ता जहाँ पाई एवं जो बीकेबी उच्च विद्यालय आसिथिले आज जो बंधु मिलन उत्सवर जो निहारा परिवेश मु देखुची जी भाव में आम से विष्णु से मंदिर पाख बाछी आने अवर्णनीय तेणु मोर कहर कथा पिला जो गोटे कथा है जीवन प्रवाह तो जैसे रही आलस्यरत करुथी मुई मो कार्य दिवा निश्चित तेणु जी जो खाई खाई ये जो बंधु मेलर निरा परंपरा सृष्टि कले आम भूली पारू ना एमती प्रबंध थाए विचित्र गुरु तार प्राबंधिक होती मो गोटे प्रश्न देली गुरु तुम्हार कि उपकार करती से समस्त पिला प्रश्न ठीक उत्तर देले सी बोले गुरु को गोरु भावी कौन मुझे कौन लिखी ना गुरु आमको क्षीर दिखती गुरु दया छेना प्रसाद हुए गुरु को बड़ सहर जाने ये कौन कि शिक्षा दे यही परंपरा था तथापि मुझे जड़ित ये माटी गोड़ी आसी एवं मुझे कहूँ छात्र मैंने तुम भविष्य किपरि आहरी उन्नत मुझे विष्णु भीतर एक प्रकार गुरु को केमी आम पूजा करवा से एक कंटेस्ट लगे आउ समय तो ना सार कहले तुम समाप्ति कर आउ कि कहवा मोर वक्तव्य से सभार पूज्य सभापति महोदय मंचर अच्छा समस्त वरेण्य गुरुजी वृंद मंच सम्मुखें आम विद्यालय प्रतिष्ठा समय से परिक्रमा गण जो मैंने कि आज विद्यालय जो रूप देखुं आम से निश्चित भाव में खुशी होती है सम्मानीय गिरीश बाबू बासु बाबू मुरली बाबू मंचर अच्छा आम प्रिय छात्र वर्तमान परिचालना छात्र छात्री मैंने वर्तमान आम विद्यालय छात्र छात्री तुम्हें जो ढंग आज जो भाव जो भक्ति आज गुरु पूजन कल मु जहाँ भाविकी आसली सब भूली जामी शरत सकाल काकर परी मृदु शरत सकाल काकर परी मृदु भावना केते आसी मिलाई जाए हेतु कि ठाकुर को देखिए समय भी ना शेष गोटे मात्र आउ पदे कहबी तुम्हें सब आसी बगीचार फूल हो तुम्हें सब आसी बगीचार फूल हो तुमको गुंथापी आम बसी चाहिए ठीक भाव पारिछु कि नहीं ठीक भाव पारिछु कि नहीं ताहा समय कहब जेबे तुम्हें समाज रे सम्मान लभिब जेबे तुम्हें समाज रे सम्मान लभिब तुम्हें समस्ते समाज रे उपयुक्त सम्मान लाभ कर निज निज क्षेत्र में प्रतिष्ठित हुआ
यही आशा यही प्रार्थना बाबा विष्णु गोसाई निकट में रखी मोर कर्तव्य सांग हेतु समय बहुत कम समस्त आमको टे लगिला जो कमटा करवा सरी जाऊ जेहतु जहाँ सभापति हिसाब से तथ्यात्मक किसी कहवाई पड़ो अल्प किसी मत कहवाई पड़ो विशेष संबोधन करने समय मन डायरेक्ट टे प्रसंग को जाऊँ गुरु पूजन आ बंधु मिलन यही उद्देश्य आम ये समवेत होती तेणु गुरु पूजन प्रथम से गुरु पूजन कार्य जहाँ सब कले जहाँ आमर संस्कृति जहाँ आमर परंपरा जहाँ आमर पूज्य पूजार परंपरा से अनुसार से प्रथम एक धार्मिक कार्य अनुष्ठान छात्र छात्री से अतीत थिले किंतु से भूली पारि ना यही अनुष्ठान को कहीं यही अनुष्ठान से जदि समाज में किसी गोटे परिचय दे भूली पारि ना आम ये शिक्षक मानू कहीं से जदि से भली किसी आम ठार किसी आदर्श गुण नहीं जाइछंती समस्ते केत जन जहाँ कहले बहुत हृदय स्पर्शी किंतु जहाँ भी एवं आम शिक्षक मान बहुत मूल्यवान जिनस सब जहाँ संबोधित कर देखुं शिक्षक परिचय टे बीकेपी हाईस्कल से सभा माध्यम आम स्कूल किसी अभाव असुविधा अर्ध सरकारी कथा कहले चले शिक्षक मान दरमा हूँ मुख्य ना स्कूल को कौ हेड्रे किसी पैसा आसना कौन से तेणु से आमर जहाँ भी अच्छे मिली तो से बाबा विष्णु गोसाई आशीर्वाद भी मिली कहीं जो चाल घर पिला निज अनुभूति कहले चाल घर पर कौन करूँ कौन केमी असुविधा थे बर्तमान तार कलवेर बढ़ी जाए जहाँ आउ किसी असुविधा किसी समस्या अच्छी समाधान करने आम सब चेष्टा करूँ पिला सहयोग जब रही अनुष्ठान यही अनुष्ठान आमको यही अनुष्ठान परिवेश बसिक आलोचना कर समवेत होती मन खुशी कर भल मंद कथबार्ता आदान प्रदान कर ये अनुष्ठान प्रति टे रखिए छात्र छात्री मैंने कि आर्थिक साहाय्य हो मानसिक साहाय्य अर्थ जे सार मनोबल बढ़ाई किसी साहाय्य देले आम जहाँ किसी समस्या अच्छी समाधान करने चेष्टा कर विशेषकर आमर 2032 मसीह गोटे 50 वर्ष पूरी जाऊँ 1982 मसीहा स्कूल होता है 32 मसीहा 50 वर्ष सुवर्ण जयंती गोटे पालन करने आम प्रस्तुत हो चेष्टा कर छात्र छात्री मैंने सब ये आमर पुरातन छात्र छात्री मान समस्त सहयोग रही आम से कामटा सफल हो पार तेणु जाओ स्कूल ये स्कूल है दशीपुर हाईस्कल देवतर हाईस्कल मझी स्थल हूँ से आम पिला के घर पाखे बस पाठ पढ़े बोली से प्रवासी संघ आथिकार कर्मकर्ता मान द्वारा है गोटे स्कूल किंतु परिचयटा कौटा स्कूल परिचय हूँ तार से छात्र छात्री संख्या को बजाय रखापी पाठपढ़ा को ठीक करने परीक्षा फल बजाय रखा माने परीक्षा फल को भल रखापी सब आम चेष्टा करूँ दीर्घ 37 वर्ष ये रही 37 वर्ष भितर मुझे देवतरा दशीपुर स्कूल छात्र छात्री संख्या ठार मुझे तौक जाए मोर सहकर्मी मानक नहीं भाव स्कूल को माने चेष्टा कर बहुत बाधा कहवा कथा नुहे जहाँ छाड़ू किंतु सेटा किंतु बजाई रही केवे ये कर पछे जाए
ଗ୍ରାମବାସୀ ମାନେ ପ୍ରଥମେ ଯେତେବେଳେ 85 ମସିହାରେ ସ୍କୁଲ ହେଇକି 86 ମସିହାରେ ରେକଗ୍ନିସନ୍ ପାଇଲା, ଗ୍ରାମବାସୀ ମାନେ 10,000 ଟଙ୍କା ଫିକ୍ସ ଡିପୋଜିଟ୍ କରୁଥିଲେ। କିନ୍ତୁ ସେଇ ଫିକ୍ସ ଡିପୋଜିଟ୍କୁ ମୁଁ ମୋ ପରେ ଆଉ ଜଣେ ପ୍ରଧାନ ଶିକ୍ଷକ ହେଲେ, ସେ ପ୍ରଧାନ ଶିକ୍ଷକ ହେଲେ, ସେଟା କିନ୍ତୁ ସେ ପଇସାରେ ଗୋଟିଏ ପଇସା ବି ତାକୁ ଖର୍ଚ୍ଚ କରୁନାହୁଁ। କାହିଁକି ନା ଯେଉଁମାନେ ଆମକୁ ଦେଇ ଯାଇଛନ୍ତି ସେ ଜିନିଷଟା ବଢ଼ି ବଢ଼ି କେମିତି ଯାଉଛି। ଗୋଟିଏ ପଇସା ମୁଁ କରିନଥିଲି ଦୀର୍ଘ ଦିନ, ଅନ୍ୟ ପ୍ରଧାନ ଶିକ୍ଷକ ବିଏନ୍ ସାର୍ ହେଲେ, ତାକୁ ସେଇ କଥା ଅନୁସରଣ କଲେ। ଏ ସାର୍ କ'ଣ କରନ୍ତୁ ନା, ଆମେ ଯାହା ଦେଇ ଯାଇଛନ୍ତି ସ୍କୁଲର ଯେଉଁଟା ମୂଳ ଜମା ମୂଳ ସେଇଟାକୁ ଆମେ ବଜାୟ ରଖିବା। ଆମେ ତାକୁ ଗୋଟେ ପଇସା ଆଣିବାରେ ସେଟା ବଢ଼ି ବଢ଼ିକା ଚାଲୁ, ହୁଏତ ଭବିଷ୍ୟତରେ ଦିନେ ନା ଦିନେ କିଛି କାମ କରିବ। ତେଣୁ ବହୁତ ବାଧାରେ ଅସୁବିଧାରେ ପଡ଼ିଛୁ, ଦରମା ପାଇନାହୁଁ। କିନ୍ତୁ ସେ ପଇସା ସ୍କୁଲ ପଇସାରେ ଏବେ ଆମେ ମାନେ ଅପବ୍ୟବହାର କରୁଛୁ। ଆବଶ୍ୟକ ପଡ଼ିଲେ ଏଇ ଯେଉଁ ବାଉଣ୍ଡରୀ ତିଆରି ହେବା ପାଇଁ ମୁଁ ମୋ ଭାଇମାନଙ୍କୁ ସମସ୍ତଙ୍କୁ କହିକି ସମସ୍ତେ କିଏ 5,000 କିଏ 7,000 କିଏ 10,000 ଟଙ୍କା ପର୍ଯ୍ୟନ୍ତ ଦେଇଛନ୍ତି। ସେଇ ସମୟରେ ଲାନେଲାନ କରିଦେଇଛି, ଆମେ ଆଉ ଅନୁଭବ କରୁଛୁ। ତେଣୁ ଯେଉଁ ଶିକ୍ଷକ ଛାତ୍ରଛାତ୍ରୀମାନେ ଅଛନ୍ତି ସେମାନେ ମଧ୍ୟ ମୁଁ ସବୁବେଳେ କହୁଛି ଶିକ୍ଷକତା ବୃତ୍ତି ଅବଲମ୍ବନ କର। ଆମର ଏଇ ସ୍କୁଲ ପାଠ ପଢ଼ିଥିବା ବର୍ତ୍ତମାନ ଏଇ 5 ଗାଁର ବର୍ତ୍ତମାନ ଶିକ୍ଷକ ଅଛନ୍ତି ବୋଧେ 25 କି 30 ଜଣ। ପ୍ରାଇମେରୀ ସ୍କୁଲ ହାଇସ୍କୁଲ ଶିକ୍ଷକ ହିସାବରେ ବର୍ତ୍ତମାନ 30 ଜଣ ନିୟୋଜିତ ଅଛନ୍ତି ଶିକ୍ଷକ ଲାଇନ୍। ତେଣୁ ଶିକ୍ଷକ ଲାଇନ୍ କିଛି ଖରାପ ନୁହେଁ, ବହୁତ ଭଲ ଏବଂ ସେଠି ସମ୍ମାନ ଅଛି, ସାହସ ଅଛି, ସଚୋଟତା ଅଛି। ତେଣୁ ଏଇଭଳି ବିଭିନ୍ନ ଏବଂ ମୋର ଭାଇ ବର୍ତ୍ତମାନ ସଞ୍ଜୟ ସାର୍ ସିଏ ବି ସେଇଭଳିଆ ବ୍ୟସ୍ତ ମାନେ ହେଉଛନ୍ତି କ'ଣ ଯେ ଆମେ ଆମର ହୋମ୍ ଷ୍ଟ୍ରେନ୍ଥଟାକୁ ବଜାଇ ରଖିବା। ବର୍ତ୍ତମାନ ସାର୍ 3 ସେଟ୍ରେ ଯେ 150 ଊର୍ଦ୍ଧ୍ୱ 160 ଖଣ୍ଡ ପିଲା ଅଛନ୍ତି। କିନ୍ତୁ ମୁଁ ଯେତେବେଳେ ଆମେ ଥିଲୁ ପ୍ରଥମେ ଆମର ସବୁବେଳେ 200 ସେପଟରେ ଥିଲା, 180। ଯେଉଁ 3 ଜଣଙ୍କ ସାଙ୍ଗରେ ଆମେ ଲଢ଼ୁଥିଲୁ, ଯେଉଁ 2ଟା ସ୍କୁଲ, ସେମାନେ ଆମକୁ ବହୁତ ବେଖାତିର କରୁଥିଲେ। ଆପଣଙ୍କର ଗୋଟେ ସ୍କୁଲ ହବ, ଶିକ୍ଷକ ସେଠି ପାଠ ପଢ଼ିବ, ସେଠି ସ୍କୁଲ ରହିବ, ପରିହାସ କରୁଥିଲେ। ସେଭଳି ପରିସ୍ଥିତି କରେଇ ଦେଇ ନାହିଁ। ମୋ ଭାଇମାନଙ୍କୁ ନେଇକି ଲଢ଼ିକି ମୁଁ ସବୁବେଳେ ପାଠରେ ଭଲ କରେଇଛି, ପାଠ ପଢ଼େଇବାରେ ଭଲ କରେଇଛି, ରେଜଲ୍ଟ କରିକି ଦେଖାଇଛି ଏବଂ ମୋ ଷ୍ଟ୍ରେନ୍ଥକୁ ସବୁବେଳେ ରଖିଛି, ବଜେଇ ରଖିଛି। ଏବେ ମୋ ଭାଇ ବର୍ତ୍ତମାନ ସେଇ 150 ମାନେ 3ଟା କ୍ଲାସ୍ ଧରାଯାଏ, ପ୍ରତି କ୍ଲାସ୍ରେ ବର୍ତ୍ତମାନ 50-50 ପିଲା, ଆହୁରି ଅଧିକା ପିଲା ବି ଅଛନ୍ତି ଏବଂ ସିଏ ବି ବର୍ତ୍ତମାନ ଆପ୍ରାଣ ଚେଷ୍ଟା କରୁଛନ୍ତି ସ୍କୁଲର କେମିତି ରେଜଲ୍ଟ ଭଲ ରହୁ ବା ସାର୍ ଯେମିତି ଯାହା ଆଗରୁ କରୁଥିଲେ ସେଇଭଳି ଭାବରେ। ଏବଂ ମୋ ଠାରୁ ବହୁତ ସମୟରେ ସେ ବିଭିନ୍ନ ସମୟରେ ପରାମର୍ଶ ଦେଉଛନ୍ତି, ସବୁବେଳେ ସବୁ କଥା ମୁଁ ବି ତାଙ୍କୁ କହିଛି, ମୁଁ ସାର୍ ଆପଣ ଯେପର୍ଯ୍ୟନ୍ତ ଅଛନ୍ତି ମୁଁ ସେପର୍ଯ୍ୟନ୍ତ ଆସିକି ଆପଣଙ୍କୁ ସାହାଯ୍ୟ କରିବି, ମୁଁ କରୁଥିବି, ପାଠ ପଢ଼ାଇବାରେ ସାହାଯ୍ୟ କରୁଥିବି, କାଗଜପତ୍ର ଭଲ ମନ୍ଦ ଯାହା ଆପଣ ସାହାଯ୍ୟ ମାଗିବେ। କାହିଁକି ମୋର ସେପଟେ ସାନ ଭାଇ ମୋତେ ସିଏ ଅତୀତରେ ବହୁତ କିଛି ସାହାଯ୍ୟ କରୁଛନ୍ତି, ଭଲ ମନ୍ଦ ଅମୁକରେ ସାହାଯ୍ୟ କରୁଛନ୍ତି। ତେଣୁ ତାକୁ କେବେ ଭୁଲିପାରିବି ନାହିଁ। ତେଣୁ ତାଙ୍କୁ ସେଇଭଳି ଭାବରେ ମୁଁ ଆଶୀର୍ବାଦ କରୁଛି ଏବଂ ତାଙ୍କର ଉତ୍ତରୋତ୍ତର କାମନା କରୁଛି ଯେମିତି ସେ ଜଣେ ଯଶସ୍ୱୀ ଶିକ୍ଷକ ପ୍ରଧାନ ଶିକ୍ଷକ ହେଇକି ସେ ଆଉ ତାଙ୍କର ଆଉ 1.5 ବର୍ଷ ରହିଲା ଶିକ୍ଷକତା, ତେଣୁ ସେ ପରିଚାଳିତ। ତେଣୁ ସବୁର ମୂଳରେ ରହିଛି ଏ ବାବା ବିଷ୍ଣୁ ଗୋସାଇଙ୍କ ଆଶୀର୍ବାଦ। କାରଣ ଯେତେବେଳେ ମୁଁ ବିପଦରେ ପଡ଼େ ସମସ୍ତଙ୍କୁ ମୁଁ ସାହସ କହିଛି, ଯେତେବେଳେ ମୁଁ ବିପଦ କିଛି ଆସେ ସେ ବିପଦ ବେଳେ କେବଳ ବାବା ବିଷ୍ଣୁ ଗୋସାଇଙ୍କୁ ଜାଣିବି। ବାବା ବିଷ୍ଣୁ ଗୋସାଇ ମୋତେ ବହୁତ ବିପଦରୁ ରକ୍ଷା କରିଛନ୍ତି, ବହୁତ ବାଧାବିଘ୍ନ ଆସିଛି। ମୋର ଏଇ ସ୍କୁଲରେ ମୁଁ ଗୋଟେ ହେଡମାଷ୍ଟର ଥିଲାବେଳେ 4-4ଟା କେସ୍ ମୋର କର୍ମଚାରୀଙ୍କର, ଦର୍ଶନୀ ବରଜଙ୍କର କେସ୍, ଅର୍ଜୁନ ପରିଡ଼ାର କେସ୍, ତ୍ରିଲୋଚନ ବାରିକର କେସ୍, ପୁଣି ପୀତାମ୍ବର ରାଉତର କେସ୍, ସବୁ ବାହାରିଆ କେସ୍, ସ୍କୁଲ କେସ୍ ନୁହେଁ। କିନ୍ତୁ ସେମାନେ ସମସ୍ତେ କେସ୍ରେ ଛନ୍ଦି ହେଇଯାଇକି ସେ ଯେଉଁ ଚାକିରି କରିଥିବାରୁ ସବୁ ପ୍ରଶ୍ନର ଉତ୍ତର ଦେବା ପାଇଁ ମୋତେ ପଡ଼ିଲା, ମୋତେ ଯାଇକି ସମ୍ମୁଖୀନ ହେବାକୁ ପଡ଼ିଲା। ତାପରେ ବି ଆଉ ଗୋଟେ କେସ୍ ଅଳ୍ପ ଦିନ ପାଇଁ ଚାଲିଥିଲା, ଯୋଉଟା ହେଉଛି ହିନ୍ଦୀ ଶିକ୍ଷକ। କୌଣସି ପିଲାଙ୍କ ସହ ମାନେ କୌଣସି ତ ନୁହଁ, ବହୁତ ପିଲାଙ୍କ ସହ ଦେଖା ହେଇନଥିଲା। ତେଣୁ ଇଏ ଗୋଟେ ଯିଏ ବି ଷ୍ଟାର୍ଟ କରିଛନ୍ତି ପ୍ରଥମ ବର୍ଷ ତାଙ୍କୁ ତ ବହୁତ ଧନ୍ୟବାଦ। କାରଣ ୟା ପରଠୁ ପ୍ରତିବର୍ଷ କିଛି ନା କିଛି ପିଲା କରିବେ, ଯେଉଁ ବ୍ୟାଚ୍ କରିବେ। ତେଣୁ ଆମେ ବି ଚାହୁଁଛୁ କି ଆମର ପିଲାଙ୍କ ଛୁଆ ପରିବାର ଧରିକି ଆସିଲେ ସମସ୍ତେ ଗୋଟେ
କନେକ୍ଟ ରହିବେ ସମସ୍ତଙ୍କ ସହ ଯୋଉଠି ଯିଏ ଚାହାନ୍ତୁ। ଏ ଗ୍ରୁପ ବନିଲା ପରେ ବହୁତ ପିଲାଙ୍କ ବିଷୟରେ ଆମେ ଜାଣିବାକୁ ଚାହୁଁଛୁ, କାହାର ଦେହ ଖରାପ, କାହାର ପିଲା କିଏ ଭଲ କ'ଣ କଲେ ସବୁ ଜିନିଷ ଜଣାପଡ଼ୁଛି। ତେଣୁ ଆଉ କ'ଣ କହିବି, ବହୁତ କହିବାର ଥିଲା ସାରଙ୍କ ବିଷୟରେ, କିନ୍ତୁ କହିହେବ ନାହିଁ, ବହୁତ ଟାଇମ୍ ଅଭାବ। ସାଥୀ ନମ୍ବରଟା ଟିପି ଦିଅନ୍ତୁ। ଟ୍ୟୁସନ ଭିତରୁ ନେଇକି ଯାଆନ୍ତି ସିରିଏଲ ଦେଖିବା ପାଇଁ। ଗୋଟେ ଯାତ୍ରା ଆସିଥିଲା ସେ ସମୟରେ କି ପିଲାକୁ ଆଜି ସତରେ ମାନେ କ୍ଲୋଜ ଥିଲେ ବି ସାରଙ୍କ ସାଙ୍ଗରେ, ହଁ ଗୋଟେ ଯାତ୍ରା ସେ ସମୟରେ ଆସିଥିଲା କି ଆମକୁ ନେଇକି ଯିବେ ଯାତ୍ରା ଦେଖିବେ ପୁଣି ଆସିକି ଏକ୍ଜାମ ନେବେ, କାରଣ ସେ ସଣ୍ଡେ ଥାଏ ସେ ତ ଆଜି ବି ମୋ ଝିଅକୁ ସେଇ କଥା ହିଁ କହୁଥିଲି। ମଣ୍ଡଳୀ ତଥା ଉପସ୍ଥିତ ଆମର ସମସ୍ତ ଗୁରୁଜନ, ମୁଁ ବିଭୂତି ଭୂଷଣ ରାଉତ 98 ମସିହାର ଜଣେ ପୁରାତନ ଛାତ୍ର। ମୋର ବକ୍ତବ୍ୟ ରଖିବାର ଅନୁମତି ଦେଇଥିବାରୁ ମୁଁ ନିଜକୁ ଗର୍ବିତ ଅନୁଭବ କରୁଛି। ଆଜିର ବନ୍ଧୁ ମିଳନ କାର୍ଯ୍ୟକ୍ରମରେ ଆୟୋଜିତ କରାଯାଇଥିବା ସର୍ବପ୍ରଥମ ଉପସ୍ଥିତ ମୋର ଗୁରୁଜନ ବନ୍ଧୁ ମାନଙ୍କୁ ମୋର ଗୁରୁଜନମାନଙ୍କୁ ସଦା ପ୍ରଣାମ ଏବଂ ମୋର ଆୟୋଜକମାନଙ୍କୁ ଆନ୍ତରିକ ଧନ୍ୟବାଦ ଜଣାଉଛି। ଯେଉଁମାନେ ମୋତେ ଛିଡ଼ା ହେବା ପାଇଁ ଯୋଗ୍ୟ ବନାଇଛନ୍ତି ସେମାନଙ୍କ ଆଗରୁ କିଛି ଅନୁଭୂତି ବାଣ୍ଟୁଛି ନିଜକୁ। ଆଜି ଯଦି ମୋତେ କିଛି ମୋ ନାଁରେ ଜଣାପଡ଼ୁଛି ତାହା ମୋର ଗୁରୁ ମାନଙ୍କ ପାଇଁ ସମ୍ଭବ ହୋଇପାରିଛି। ଆଜି ଏହି ବନ୍ଧୁ ମିଳନ କାର୍ଯ୍ୟକ୍ରମରେ ମୋର ଗୁରୁ ବନ୍ଧୁମାନଙ୍କ ପାଇଁ ମୁଁ ପୁଣି ଥରେ ପୁରୁଣା ସ୍ମୃତିକୁ ଫେରି ପାଇଛି। ମୋର ଏହି ଗୋଟିଏ କଥା କହିବି ସମସ୍ତଙ୍କୁ, ଆମ ଗୁରୁମାନଙ୍କୁ ଯେଉଁ ସଂସ୍କାର ଦେଇଥିଲେ ସେଥିପାଇଁ ଆମେ ଏଠି ପହଞ୍ଚି ପାରିଛୁ। ଆମ୍ଭେମାନେ ଆମ ପିଲାମାନଙ୍କର ଏହି ଶିକ୍ଷା ଓ ସଂସ୍କାର ଦେବା, ଗୁରୁଙ୍କୁ ସମ୍ମାନ ଦେବା ଅର୍ଥାତ୍ ଭଗବାନଙ୍କୁ ପୂଜା କରିବା ଠୁ ଅଧିକ ମୁଁ କହି ମୁଁ ମୋର ବକ୍ତବ୍ୟକୁ ଯବନିକା ଦେଉଛି। ଜୟ ହିନ୍ଦ। ଅନୁରୋଧ କରିବି ସାର୍ ମାନଙ୍କ ପାଇଁ ଛିଡ଼ା ହେଇକି ଟିକେ ସମ୍ମାନ କରିବେ। ଆମର ବନ୍ଧୁମାନଙ୍କର ପ୍ରୋଗ୍ରାମ ସରିଯାଇଛି, ସାର୍ ତାଙ୍କର କ'ଣ ଲାଷ୍ଟ ମନ୍ତବ୍ୟ କହିବେ। ଗୋଟେ ସେକେଣ୍ଡ ପାଇଁ ଛିଡ଼ା ହେଇବେ, ସମସ୍ତେ ଛିଡ଼ା ହେଇବେ, ବନ୍ଧୁମାନଙ୍କୁ ଛିଡ଼ା ये दोस्ती तेरे दम से है, ये दोस्ती तेरे दम से है, ये दोस्ती तेरे दम से है, ये दोस्ती तेरे दम से है। हाँ, ये दोस्ती तेरे दम से है, ये दोस्ती तेरे दम से है। तू जिंदगी कसम से है, सारी खुशी तेरे दम 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 से है। तू जिंदगी कसम से है, ये दोस्ती तेरे दम से है, ये दोस्ती तेरे दम से है। कितना तन्हा था ऐ दोस्त एक तेरे बिना, तेरा दिल भी था खाली खाली एक मेरे बिना। तू जो मिला ऐसा लगा
बिखरा हुआ सपना सजा, मोहब्बत की बहारों से ये दामन भर दिया तूने, ये दामन भर दिया तूने, ये दामन भर दिया तूने, मेरी वीरान राहों में उजाला कर दिया तूने, उजाला कर दिया तूने। ये रोशनी तेरे दम से है, सारी खुशी तेरे दम से है, सारी खुशी तेरे दम से है, ये दोस्ती तेरे दम से है, ये दोस्ती तेरे दम से है। पूछे जो मुझसे कि वो रब कैसा है, उसे बता दूं कि वो मेरे यार जैसा है। कसमों में तू, वादों में तू, हर पल रहे यादों में तू, मेरी दुनिया मेरे अरमां, मेरी पहचान तुझसे है, मेरी पहचान तुझसे है, मेरी पहचान तुझसे है, मेरा जीवन मेरी धड़कन, मेरी तो जान तुझसे है, मेरी तो जान तुझसे है। ये सांस भी तेरे दम से है, ये दोस्ती 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 तेरे दम से है। तू जिंदगी, तू जिंदगी, तू जिंदगी कसम से है, सारी खुशी तेरे तोर मोर तोर मोर तोर मोर एक तो तोर मोर दोस्ती, एक तो तोर मोर दोस्ती, एक तो तोर मोर दोस्ती। तू करिले पापा, अरे तू करिले पापा मु पाइबी शास्ति, तोर मोर एक तो तोर मोर तोर मोर तोर मोर एक तो तोर मोर दोस्ती, एक तो तोर मोर दोस्ती, एक तो तोर मोर दोस्ती।
করিবা মন ইচ্ছা তু হইলে খুশি আরে তু হইলে খুশি মু করিবি মস্তি তোর মোর এই তো তোর মোর তোর মোর তোর মোর এই তো তোর মোর দোস্তি এই তো তোর মোর দোস্তি এই তো তোর মোর দোস্তি তিনোটি দেহরে গোটে মনা ছটি আখিরে গোটে স্বপ্ন তিনোটি দেহরে গোটে মনা ছটি আখিরে গোটে স্বপ্ন সরি জীবা পছে সাত জন্ম সরি বনি কেবে আম প্রেম তু করিলে কଳି আরে তু করিলে কଳି মু করিবি কুস্তি তোর মোর এই তো তোর মোর তোর মোর তোর মোর এই তো তোর মোর দোস্তি এই তো